Hello, Manmohan. Welcome again to Anveshan IS. And many congratulations, first of all, on your selection. And today we have invited you to share your insight, like how has been your preparation journey, how you have prepared your optional and everything. So a lot of people are preparing this year. Many of them are also going for mains examination. Some of them are freshers also. So we want you to give your insight about this, that how you have prepared, how you have been able to crack this examination, what things the new aspirants as well as the those who have been giving the examination for some time, what they can do in this regard. Okay. So first of all, many congratulations on the behalf of Anveshan IS and welcome to the family. Thank you. Thank you for inviting me for such an occasion. In, Yes, can I start now? yes, you can start now. Thank you. Yes, Manmohan, you can start now. Yes. ମୋର ଏଠି ଆମର participants are all are ଓଡ଼ିଆ. Can I speak in ଓଡ଼ିଆ? Yes, sure, you can speak in Odia. ठीक। बिल्कुल बोल सकते हैं, बिल्कुल. ମୁଁ ତ ମତେ ଜାଣିଥିଲି ମୋ ନାଁ ମନମୋହନ ସାହୁ। I have secured rank 362 in OPSC 22 final examination. And I have TSR optional as my optional subject in this examination. And I have scored 318 mark. And the paper in paper one I have scored I 154, and in paper two I have scored I 160 164. So 318 I have scored. So ମୁଁ ଏ କହିବାକୁ ଚାହୁଁଛି ଯେ ମାନେ ଆମର ପିଏସ୍ଆର୍ ଅପସନାଲ ଟା ମାନେ କୋଉମାନେ ନେଇଛନ୍ତି ପିଏସ୍ଆର୍ ଅପସନାଲ ଏବେ ମାନେ ଆପ୍ଲାଏ କରୁଛନ୍ତି ଏବେ 6 ଜଣ କେତେ ଜଣ ଅଛନ୍ତି? 4 ଜଣ ଅଛନ୍ତି ନା? ବିଘ୍ନେଶ, ଜୟନ୍ତ, ଜୀବନ ଜ୍ୟୋତି, ପ୍ରାର୍ଥନା 4 ଜଣ ଅଛନ୍ତି ନା? ହ୍ୟାଲୋ, ରିପ୍ଲାଏ ଦିଅନ୍ତୁ କି? ଆଜ୍ଞା ସାର୍ ମୋର ଅଛି PSI। ମାନେ ଇଏ କରୁଛନ୍ତି ନା ପିଏସ୍ଆର୍ ଅପସନାଲ ଆପ୍ଲାଏ କରୁଛନ୍ତି ଦେଇଥିଲେ ଫିଲିଂସ୍ ଦେଇଥିଲେ? ନା ଏଥର ମୁଁ ପ୍ରିଲିମ୍ସ ଦେଇନି, ନେକ୍ସଟ ଥର ଦେବି। ମାନେ ପିଏସ୍ଆର୍ ଅପସନାଲ ହିଁ ଆପଣ ଚୁଜ୍ କରିବେ? ଆଜ୍ଞା। ତ ପିଏସ୍ଆର୍ ଅପସନାଲ ଆମେ କାହିଁକି ମାନେ ପିଏସ୍ଆର୍ ଅପସନାଲ ଟା କାହିଁକି ଚୁଜ୍ କରିବା? ତ ଫାର୍ଷ୍ଟ ଜିନିଷ ହଉଛି ଯେ ମାନେ ଆମେ ଅପସନାଲ ଟା କେମିତି ଚୁଜ୍ କରିବା? ତ ଅପସନାଲ ରେ ମାନେ ମେନ୍ ଆମର ମେନ୍ସ ହଉଛି ଆମର ମାନେ ଆମ ପ୍ରିପାରେସନ ଫେଜ୍ ଦେଖିବାକୁ ଗଲେ ତିନିଟା ଷ୍ଟେଜ ରହୁଛି, ସମସ୍ତେ ଜାଣିଥିବେ। ପ୍ରିଲିମ୍ସ ଆଉ ମେନ୍ସ ଆଉ ଆମର ଇଣ୍ଟରଭ୍ୟୁ ରହିଲା, ଯୋଉଟା ପର୍ସନାଲିଟି ଟେଷ୍ଟ ଆମେ କହୁଛେ। ତ ଆମର ମେନ୍ସ ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ, କାହିଁକି ନା ମେନ୍ସ ହଉଛି 1750 ମାର୍କ ମେନ୍ସ, ଆଉ 250 ରହିଲା ଆମର ଇଏ ରହିଲା ପର୍ସନାଲିଟି ଟେଷ୍ଟ ରହିଲା। ତ ସେଇ 1750 ମାର୍କ ଯୋଉ ରହୁଛି ସେଥିରୁ ଆମର 500 ମାର୍କ ହଉଛି ଅପସନାଲ। ଆଉ ଆମେ 500 ମାର୍କ ଅପସନାଲ ରହିଲା, ଆଉ 1250 ରହିଲା ଆମର ଜିଏସ୍ ସବଜେକ୍ଟ ରହିଲା, ଆଉ ଏସେ 1000 ରହିଲା ଜିଏସ୍ 1 2 3 4 250 ଇଚ୍, ଆଉ 250 ରହିଲା ଆଉ ଆମର ଏସେ ରହିଲା, ତ 1250 ହଉଛି ସେ। କିନ୍ତୁ ଆମେ ଯଦି 1250 ରୁ ଆମେ ଦେଖିବା ତ 1250 ରୁ ଆମେ ଆରାଉଣ୍ଡ 40 to 50% ସ୍କୋର କରିପାରିବା। କିନ୍ତୁ ଆମର ଅପସନାଲ ଯୋଉଠି ରହୁଛି 500 ମାର୍କ, ତ ଆମେ ଯଦି ପିଏସ୍ଆର୍ କୁ ସ୍ପେସିଆଲି ଦେଖିବାକୁ ଗଲେ ତ ଆମେ ଆରାମସେ ଯଦି ଆମେ ଠିକ ସେ ମାନେ ସବୁ ପ୍ରକାର ଅଣ୍ଡରଷ୍ଟାଣ୍ଡିଂ ଠିକ ସେ ଆପଣଙ୍କ ପାଖରେ ଅଛି ପିଏସ୍ଆର୍ ର, ଆଉ ଆପଣ ମାନେ ସିଲାବସ ସବୁ ସାରିଛନ୍ତି, ସିଲାବସ କମ୍ପ୍ଲିଟ କରିଛନ୍ତି ଓଭରଅଲ ଭାବରେ, ଆଉ ଆପଣ ଏକ୍ସାମିନେସନରେ ମାନେ ଆପଣ ଯାହାବି କୋଶ୍ଚିନ୍ ଆପଣଙ୍କୁ ପଚରା ଯାଇଛି ତ ଆପଣ ଯଦି ଅବଜେକ୍ଟିଭ ଭାବରେ ଆନ୍ସର ଲେଖିବେ ତ ନିଶ୍ଚୟ ଭାବରେ ଆପଣ 280 ଆରାମସେ ସ୍କୋର କରିପାରିବେ। ତ ମୁଁ ଏ କହିବାକୁ ଚାହୁଁଛି ଯେ ଆମେ ତା ଅର୍ଥ ମାନେ 500 ରୁ ମାନେ ଆରାଉଣ୍ଡ ଆମେ 60% ସ୍କୋର କରିପାରିବା। ମୋର ବି 318 ଥିଲା, ତ ମୁଁ ସେ ମାନେ
300 ଆସିକି 60% ସ୍କୋର ହଉଛି, ତ 280 ଆବଭ 300 ଆରାଉଣ୍ଡ ଆପଣ ଆରାମସେ ସ୍କୋର କରିବେ, 300 ପ୍ଲସ୍ ବି ସ୍କୋର କରିପାରିବେ ଯଦି ଆପଣ ମାନେ ସେତିକି ମାନେ ଠିକ ସେ ଆନ୍ସର ଲେଖିଥିବେ, ମାନେ ଆଭରେଜ ଆନ୍ସର ନ ଲେଖି ଆସୁଛନ୍ତି ତ ଆରାମସେ ରଖିପାରିବେ। ତ ଆମେ ମାନେ ଫାର୍ଷ୍ଟ ଜିନିଷ ହଉଛି ଆମେ ଅପସନାଲ କେମିତି ଚୁଜ କରିବା। ଫାର୍ଷ୍ଟ ଜିନିଷ ହଉଛି ମାନେ କଣ ମାନେ ଅପସନାଲ ଟା କଣ ନେଇକି ତମେ ଅପସନାଲ ଚୁଜ କରିବ। ତ ଗ୍ରାଜୁଏସନ ସବଜେକ୍ଟ ଯଦି ତମେ ଅପସନାଲ ଚୁଜ କରୁଛ ତ ସେଇଟା ପୁଣି ଦେଖିବାକୁ ପଡିବ କି ତାର ପରଫରମାନ୍ସେସ୍ କେମିତି ରହୁଛି, ତାର ମ୍ୟାଟେରିଆଲ ରିସୋର୍ସ କେମିତି ରହୁଛି, ମାନେ ଆମର ସିଭିଲ ସର୍ଭିସ ଏକ୍ସାମିନେସନ ରେ ତାର ପରଫରମାନ୍ସ କେମିତି ରହୁଛି, କେତେ ସ୍କୋର ମାନେ ପିଲା କେମିତି ସ୍କୋର କରୁଛନ୍ତି ପ୍ରିଭିୟସ ଇୟର ଗୁଡାକରେ, ତାର କେତିକି ମାନେ କେତେ ସିଲେକ୍ସନ ହେଇଛନ୍ତି ପିଲା। ତ ଚାରିଟା ଜିନିଷ ଅଛି ଯୋଉଟାକୁ ନେଇକି ତମେ ଅପସନାଲ ଚୁଜ କରିପାରିବ। ଫାର୍ଷ୍ଟ ହଉଛି ଇଣ୍ଟରେଷ୍ଟ, ତମର କୋଉ ସବଜେକ୍ଟରେ ବେଶୀ ଇଣ୍ଟରେଷ୍ଟ ଅଛି। ଫାର୍ଷ୍ଟ କଥା ଭାବିନି ଯେ ତମେ ତମ ଗ୍ରାଜୁଏସନ ସବଜେକ୍ଟ ନଉନ। ତ ଆଜ ଏ ଜେନେରାଲ ମାନେ ବ୍ୟାକଗ୍ରାଉଣ୍ଡ ମୁଁ କହୁଛି ଯେ ତମେ କେମିତି ଗୋଟେ ଅପସନାଲ ଚୁଜ କରିବ। ଫାର୍ଷ୍ଟ ହଉଛି ଇଣ୍ଟରେଷ୍ଟ। ଇଣ୍ଟରେଷ୍ଟ ଦେଖିବାକୁ ଗଲେ ତମେ ଇଣ୍ଟରେଷ୍ଟ ମାନେ ଏଇ ଜିନିଷରେ ଅଛି କି ନା ତମେ କେମିତି ଜାଣିବ। ତ ଫାର୍ଷ୍ଟ ତମେ ସିଲାବସ ଦେଖିବ ଆଉ ପିଆଇକ୍ୟୁଜ ଦେଖିବ। ସିଲାବସ ଦେଖିବ ଯେ ସିଲାବସ ରେ କଣ କଣ ଅଛି, ଆଉ ପ୍ରିଭିୟସ ଇୟର କ୍ୱେଶ୍ଚିନ୍ ଗୁଡାକ ବିଶେଷ କରି ମାନେ ୟୁପିଏସସି କୁ ଷ୍ଟାଣ୍ଡାର୍ଡ ନେଇକି ଯାଅ। ମୁଁ ଏଠି ଯାହା ବି କହିବି ତ ୟୁପିଏସସି କୁ ହିଁ ଷ୍ଟାଣ୍ଡାର୍ଡ ନେଇକି ଯିବ। ପିୱାଇକ୍ୟୁ କହିଲେ ମାନେ ୟୁପିଏସସି ର ପିୱାଇକ୍ୟୁ କୁ ବୁଝେଇବ, ଆଉ ସିଲାବସ କହିଲେ ମାନେ ୟୁପିଏସସି ର ସିଲାବସ କୁ ହିଁ ବୁଝେଇବ। କାରଣ ଏବେ ଆମର ଓପିଏସସି ର ସିଲାବସ ଦେଖିବାକୁ ଗଲେ ପିଏସଆଇ ର ଯାହା ଅଛି ସେଥିରେ ବହୁତ ଗୁଡିଏ ଜିନିଷ ଲେଖିଛି କି ମାନେ ଓଡିଶାର ଯେମିତି ବହୁତ ଜିନିଷ ଏଥିରେ ମେନସନ କରିଛି ଓଡିଶାର ପଢିପାରେ। ତ ମୁଁ ବି ମାନେ ଯୋଉ ଦେଇଥିଲି ଏକ୍ଜାମ ଦେଇଥିଲି ମୁଁ ବି ବହୁତ କନଫ୍ୟୁଜନ ମାନେ କନଫ୍ୟୁଜ ହେଇଥିଲି। କିନ୍ତୁ ଆକ୍ଚୁଆଲି ଏକ୍ସାମିନେସନ ଦେଖିବାକୁ ଗଲେ ମାନେ ୟୁପିଏସସି ଷ୍ଟାଣ୍ଡାର୍ଡ ସିଲାବସ ଯାହା ଥାଏ ସେଥିରୁ ହିଁ କ୍ୱେଶ୍ଚିନ୍ ପକାଏ। ସିଏ ଆମର ମାନେ ଯିଏ ସବଜେକ୍ଟ ସବୁ ଜିନିଷ ନିଅନ୍ତୁ କି ଆମର ଏସଏ ନିଅନ୍ତୁ କି ଆମର ମାନେ ଅପସନାଲ ଯେକୌଣସି ସବଜେକ୍ଟ ବି ନିଅନ୍ତୁ, ତ ଷ୍ଟାଣ୍ଡାର୍ଡ ଯେ ଆମର ୟୁପିଏସସି ସିଲାବସ ହିଁ ମାନେ ଓଭରଅଲ କଭରେଜ କରିବାକୁ ପଡିବ। ତ ଫାର୍ଷ୍ଟ କଥା ହଉଛି ସିଲାବସ ଦେଖିଲେ ପିଆଇକ୍ୟୁ ଦେଖିଲେ। ତ ଏଇ ଦିଟା ଯାକ ଯଦି ଆପଣ ଠିକ ସେ ଆନାଲାଇଜ କରିବେ ଆପଣ ଜାଣିପାରିବେ ଯେ ଆପଣଙ୍କର କୋଉ ସବଜେକ୍ଟରେ କଣ ଇଣ୍ଟରେଷ୍ଟ ରହୁଛି। ତ ଦେନ୍ ହଉଛି କଣ ନା ଆପଣ ଚେକ୍ କରିବେ କି ମ୍ୟାଟେରିଆଲ ଆଉ ରିସୋର୍ସ ଅନ୍ ଗାଇଡ, ମାନେ ମ୍ୟାଟେରିଆଲ ମାନେ ଆଭେଲେବୁଲ ଠିକ ସେ ଅଛି ନା ନାଇଁ ମାର୍କେଟରେ। ମ୍ୟାଟେରିଆଲ ଆପଣଙ୍କୁ ମାନେ ଆମ୍ପଲ ଆମାଉଣ୍ଟ ଅଫ ମ୍ୟାଟେରିଆଲ ଅଛି ନା ନାଇଁ, ଆଉ ଠିକ ଗାଇଡାନ୍ସ ଅଛି ନା ନାଇଁ। ଏବେ ଲେଟ୍ସ ସେ କି ମ୍ୟାନେଜମେଣ୍ଟ ଅପସନାଲ ମାନେ ଫର ଏକ୍ସାମ୍ପଲ ନିଅ, କାରଣ ମୋର କେସ ସେମିତି ହେଇଥିଲା, ମୋର ଗ୍ରାଜୁଏସନ ହଉଛି ବିବିଏ। ତ ମୁଁ ଯୋଉ ସମୟରେ ମାନେ ବିବିଏ ଆଡମିସନ କରିଥିଲି ମୁଁ ଭାବୁଥିଲି ମ୍ୟାନେଜମେଣ୍ଟ ଅପସନାଲ ନେବି ବୋଲି। ତ କିନ୍ତୁ ମ୍ୟାନେଜମେଣ୍ଟ ଅପସନାଲ ତ ମାନେ ମୁଁ ନେଲିନି କାହିଁକି ନା ଏଇ ରିସୋର୍ସ ଆଉ ମ୍ୟାଟେରିଆଲ ଗାଇଡ ଏଇ ତିନିଟା ଜିନିଷ ଲାଗି ମୁଁ ନେଇନଥିଲି। କାରଣ ତାର ଗାଇଡ ବହୁତ କମ ଥାନ୍ତି, ଜଣେ ଅଲ ଇଣ୍ଡିଆ ବୁଲି ମାତ୍ର ଥାନ୍ତି, ଆଉ ରିସୋର୍ସେସ ସେମିତି ମିଳେନି, ମ୍ୟାଟେରିଆଲ ବି ସେମିତି ନାହିଁ। ତ ଏଇ ତିନିଟା ଜିନିଷ ବି ବହୁତ ମାନେ ଇମ୍ପୋର୍ଟାନ୍ସ ଇଏ କରେ। ମୁଁ ଗୋଟେ ହଉଛି ପରଫରମାନ୍ସ, ଆମ ୟୁପିଏସସି ର ଯୋଉ ଆନୁଆଲ ରିପୋର୍ଟ ଥାଉଛି ସେଭେଣ୍ଟି ଫାର୍ଷ୍ଟ 72nd ଏଗୁଡାକ ଆନୁଆଲ ରିପୋର୍ଟ ବାହାରୁଛି, ସେଥିରେ ସେ ମାନେ ପୁରା ଶୋ କରେ ଯେ ମାନେ କୋଉ ଅପସନାଲ ରୁ କେତେ ପିଲା ସିଲେକ୍ସନ ହଉଛନ୍ତି, ତାର ପରସେଣ୍ଟେଜ କେତେ ଅପସନାଲ ର ମାନେ ସିଲେକ୍ସନ ପରସେଣ୍ଟେଜ କେତେ। ତ ସେଇଥିରୁ ବି ଆପଣ ଦେଖିପାରିବେ କି ମାନେ କୋଉ ଅପସନାଲ ଟା ନବା ବେଟର ହବ। ସେଇ ଜିନିଷକୁ ନେଇକି ମନେକର ଆମର ଟୋଟାଲ ରହୁଛି ୟୁପିଏସସି ଦେଖିବାକୁ ଗଲେ 25ଟା ଅଛି ଆମର, 25 ଟାଇପ ର ଅପସନାଲ ଅଛି। ତ ଲାଙ୍ଗୁଏଜ ପେପର ଗୁଡାକ ତ ଅଲଗା ରହିଗଲା। ତ 25ଟା ଅପସନାଲ ରୁ ଆପଣଙ୍କୁ ପ୍ରଥମେ ଚୁଜ କରିବାକୁ ପଡିବ ଯେ ଚାରି ପାଞ୍ଚଟା ଆପଣଙ୍କର ଚୁଜ କରିପାରୁନାହାନ୍ତି କୋଉ ଅପସନାଲ ନେବେ, ଚାରି ପାଞ୍ଚଟା ଫାର୍ଷ୍ଟ ଷ୍ଟାଣ୍ଡାର୍ଡ ଦେଖିବାକୁ ପଡିବ। ସେଇ ଚାରି ପାଞ୍ଚଟାରୁ କୋଉଟା ଗୋଟେ କି ଦିଟା ଆପଣ ତାପରେ ତାର ସେଇ ଅନୁସାରେ ଇଣ୍ଟରେଷ୍ଟ ଦେଖିକି ସିଲାବସ ପିଆଇକ୍ୟୁ ଯେମିତି ମୁଁ କହିଲି, ତାପରେ ମ୍ୟାଟେରିଆଲ ତାପରେ ପରଫରମାନ୍ସ ଏଗୁଡା ସବୁ ଜିନିଷ ଦେଖିବେ। ତାପରେ ନେକ୍ସଟ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ କଣ ଯୋଉଟା କି ଆପଣଙ୍କ ଓଭରଅଲ ମାନେ ମେନ୍ସ ପ୍ରିପାରେସନ ହେଲ୍ପ କରିବ, ତ ସେଇଟା ହଉଛି ସ୍ମାର୍ଟ ୱାର୍କ କରିବେ ଆପଣ। କଣ ପାଇଁ ସ୍ମାର୍ଟ ୱାର୍କ କରିବେ, କାରଣ ଦେଖନ୍ତୁ ପ୍ରିପାରେସନ ଟା ଗୋଟେ ଆମକୁ ବର୍ଡନ କରିବାର ନାହିଁ, ପ୍ରିପାରେସନ ଟାକୁ ଆମକୁ ଏନ୍ଜୟ କରିବାର ଅଛି। ପ୍ରିପାରେସନ ଟା ଯଦି ଏନ୍ଜୟ କରିବେ ଆପଣ ମାନେ ଇଜିଲି ମାନେ ଯୋଉ ଏଇ ଜିନିଷଟା ରହୁଛି ଯେ ଯେମିତି ମାନେ ଗୋଟେ ପାହାଡ ଭଳିଆ ଜିନିଷ ସିଭିଲ ସର୍ଭିସ ଏକ୍ସାମିନେସନ ଟା ସମସ୍ତେ ଜାଣିଛନ୍ତି। ତ ସେଇ ଜିନିଷଟାକୁ ଆମକୁ କଭର କରିବାର ଅଛି। ତ ଆମକୁ ଦେଖିବାକୁ ପଡିବ କି ଆମର ଓଭରଲାପ କେତେ ରହୁଛି ଅଦର ସବଜେକ୍ଟ ଗୁଡାକରେ। ଯେମିତି ଆମର ମୁଁ କହିଲି ଯେ 70-50 ମାର୍କ ରହୁଛି ଆମର ଟୋଟାଲ ସାଇନ୍ସ ରେ, ତ 500 ମାର୍କ ତ ଓନଲି ରହିଲା ଅପସନାଲ। ତ କେବଳ ଅପସନାଲ ପଢିକି ଆମେ କ୍ଲିୟର କରିପାରିବାନି ସିଭିଲ ସର୍ଭିସ ଏକ୍ସାମିନେସନ। ମୋର ଏକ୍ସାମ କ୍ଲିୟର କରିବାର ଅଛି ଆମକୁ, ମାନେ କୌଣସି ସବଜେକ୍ଟ କୌଣସି ଅପସନାଲ ନେଇକି ମାନେ ସେଣ୍ଟିମେଣ୍ଟାଲ ହବାର ନାହିଁ କି ଇମୋସନାଲ ହବାର ନାହିଁ। ଆମର ଏମିତି ନାହିଁ କି ମାନେ ଆମର ପିଏଚଡି କରିବାର ଅଛି, ଆମକୁ ଏତିକି ଦରକାର ଯେ ଆମକୁ ସିଲେକ୍ସନ ଦରକାର। ତ ଆମେ ତାକୁ ମାନେ ୱାନ୍ ଅଫ ଦି ମିଡିୟମ କରିକି ଆମେ ୱାନ୍ ଅଫ ଦି ବେଷ୍ଟ ମିଡିୟମ କରିକି ଆମେ ଏକ୍ସାମିନେସନ କ୍ଲିୟର କରିବା। ତ ଓଭରଲ୍ୟାପ କେତେ ରହୁଛି ଜିଏସ୍ ସବଜେକ୍ଟ ସହିତ, ଜିଏସ୍ 1 ଜିଏସ୍ 2 ସହିତ, ମାନେ ଚାରିଟା ସହିତ ଆଣ୍ଡ ୱିଥ ଅପସନାଲ ଆଣ୍ଡ ୱିଥ ଅଲସୋ ଇଣ୍ଟରଭ୍ୟୁ।
ତ ପାଞ୍ଚଟା ଯାକ ଛଅଟା ଯାକ ଜିନିଷ ଯୋଉ ରହିଲା, ଚାରିଟା ପେପର, ଏସେ ଆଣ୍ଡ ଇଣ୍ଟରଭ୍ୟୁ, ତ ତା ସହିତ କେତେ ଆମର ଇଏ ରହୁଛି, ମାନେ ଓଭରଲାପ କେତେ ରହୁଛି ସେଟାକୁ ଆପଣ ଦେଖିବେ। ତ ଯଦି ଆପଣ ନେଇଛନ୍ତି ପିଏସ୍ଆଇଆର ଅପସନାଲ, ଯଦି ଆପଣ ଅଲରେଡି ଚୁଜ କରିଛନ୍ତି, ତ ଆପଣ ମାନେ ତାର ମାନେ ବେନିଫିଟ କଣ ପାଇବେ ଦେଖନ୍ତୁ ନା। GS1 ଯଦି ଆମର ରହିଲା, GS1 କୁ ଆମର ଦେଖିବା। ଯଦି ଆପଣ ସିଲାବସ କୁ ଭଲସେ ଆନାଲାଇଜ କରିଥିବେ, ଦେଖନ୍ତୁ ପ୍ରଥମ ଇମ୍ପୋର୍ଟାଣ୍ଟ ଜିନିଷ ହଉଛି ସିଲାବସ କୁ ଆନାଲାଇଜ କରନ୍ତୁ, ପିଆଇକ୍ୟୁ କୁ ଆନାଲାଇଜ କରନ୍ତୁ। ଯଦି ଆପଣ ଏବେ ମାନେ ନେକ୍ସଟ ଇୟର କିଏ ଦଉଛନ୍ତି, କି ଏବେ ପ୍ରିଲିମ୍ସ ଦେଇଛନ୍ତି, କି ଏବେ ମେନ୍ସ ଲେଖିବେ, ଫାର୍ଷ୍ଟ ଜିନିଷ ହଉଛି ପିୱାଇକ୍ୟୁ ଆଣ୍ଡ ସିଲାବସ। ପିୱାଇକ୍ୟୁ ସିଲାବସ ଆପଣଙ୍କ ମାନେ ଫିଙ୍ଗର ଟିପ ରେ ବା ଆପଣଙ୍କର ଟିପ ଅଫ ଦି ଟଙ୍ଗ ରେ ରହିବାର ଅଛି। ମାନେ ଆପଣ ଯଦି ଦେଖିଲେ ମାନେ ଜାଣିଦଉଥିବେ ଯେ ଆପଣଙ୍କର ଏକ୍ସାମିନେସନ ରେ, ଆପଣ ଏକ୍ସାମିନେସନ ହଲରେ ପେପର ଦେଖିଲେ ଗୋଟେ କୋଶ୍ଚିନ୍ ଏଇଟା ଯଦି ପିୱାଇକ୍ୟୁ ହେଇଥିବ, ତ ଆପଣ ସେଥିରେ ପୁରା ୱେଲ ଭର୍ସଡ ହବାର ଅଛି। କାରଣ ବହୁତ ପିଲା ସେମିତି ଥାନ୍ତି, ମାନେ ସେମାନେ ସେ ଜିନିଷଟାକୁ ଚାରି ପାଞ୍ଚ ଥର ଲେଖି ସାରିଥିବେ, ତ ସେମାନେ ସେ ଜିନିଷଟା ବହୁତ ଭଲସେ ଲେଖିବେ। ଆଉ ଏକ୍ସାମିନେସନ ଯଦି ଦେଖିବ ଯେ ସେ 10ଟା ପିଲାଙ୍କର ଖାତା ଦେଖିଲା, ଯଦି 7 8ଟା ପିଲା ଭଲସେ ସେ ଲେଖିଥିବେ, ଆପଣ ଆଭରେଜ ଲେଖିକି ଆସିଥିବେ, ତ ଆପଣ ମାନେ ପୁରା ପେପର ବି ମାନେ ପେପରର ପୁରା ମାର୍କିଂ ଆପଣଙ୍କର ବିଗିଡି ଯାଇପାରେ। ତ ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ଫାର୍ଷ୍ଟ ହଉଛି ପିୱାଇକ୍ୟୁ ସିଲାବସ। ତ ଦେଖନ୍ତୁ ଆପଣ ଯଦି ପିଏସ୍ଆର ଅପସନାଲ ନଉଛନ୍ତି, ତ GS1 ରେ ଦେଖିବାକୁ ଗଲେ, GS1 ରେ ଇଣ୍ଡିଆନ ସୋସାଇଟି ରହୁଛି। ଇଣ୍ଡିଆନ ସୋସାଇଟିରେ ଆମର ଗ୍ଲୋବାଲାଇଜେସନ, ରିଜିନାଲିଜିମ, କମ୍ୟୁନାଲିଜିମ, ପୋଭର୍ଟି, ଦୁନିଆ ପ୍ରକାର ଜିନିଷ ଅଛି। ତ ଏଗୁଡାକ ଆପଣ ପିଏସ୍ଆର ରେ ହିଁ ପଢିବେ। ମଡର୍ଣ୍ଣ ହିଷ୍ଟ୍ରି ବି ପିଏସ୍ଆର ରେ ଅଛି। ତ ତାପରେ ଆମର GS2 ତ ପୁରା କମ୍ପ୍ଲିଟ। GS2 ମାନେ ଏକ୍ସପ୍ଲିସିଟଲି ପୁରା ମାନେ ତାର ସିଲାବସ, ପିଏସ୍ଆର ର ସିଲାବସ ଦେଖନ୍ତୁ ଆପଣ। ପିଏସ୍ଆର ର ଆମର ପେପର ଦିଟା ପେପର ଅଛି ପିଏସ୍ଆର ରେ, ପେପର 2 ଆଣ୍ଡ ସେକ୍ସନ B ଆମର ଅଛି ଇଣ୍ଡିଆନ ଗଭର୍ଣମେଣ୍ଟ ଆଣ୍ଡ ପଲିଟିକ୍ସ। ତ ସେଇଟା ପୁରା କମ୍ପ୍ଲିଟ, ତାର ହୋଲ ଅଲ ଚାପ୍ଟର ସେଇଟା ହଉଛି ଆମର ନଥିଙ୍ଗ ବଟ୍ ସେଥିରେ ଆମର ଇନକ୍ଲୁଡ ଅଛି GS2 ର ପୁରା ହୋଲ ପେପର। ଏତିକି କେବଳ ଗଭର୍ଣ୍ଣାନ୍ସ ପାର୍ଟ ଟା ନାହିଁ। GS2 ର ଗଭର୍ଣ୍ଣାନ୍ସ ପାର୍ଟ ଟା ଆପଣଙ୍କୁ ଏକ୍ସଟ୍ରା ପଢିବାକୁ ପଡିବ। କିନ୍ତୁ ଯଦି ଆପଣ ଏମିତି ଦେଖିବାକୁ ଗଲେ ପିଏସ୍ଆର ଆପଣ ସିଲାବସ କଭର କରୁଛନ୍ତି, ତ ସେଥିରେ ଆପଣଙ୍କର GS2 ର 90% ଆପଣଙ୍କର କଭର ହେଇଯାଉଛି ଡାଇରେକ୍ଟଲି। ତାପରେ ଆମର GS3 ରେ ଦେଖିବାକୁ ଗଲେ ପଲିଟିକାଲ ଇକୋନୋମି, ସେଟା ଆପଣ ପଢିବେ ଇଏରେ, ଆମର ପେପର 2 ରେ ଅଛି, ଇଏରେ ପିଏସ୍ଆର ରେ ପେପର 2 ସେଟା ଆପଣ ପଢିବେ। ଆଣ୍ଡ ଇଣ୍ଟରନାଲ ସିକ୍ୟୁରିଟି ସେଟା ବି ସେଥିରେ କଭର ହବ। ଆଉ ତାପରେ ଆମର GS4 ରେ କୋଟେସନ ଗୁଡାକ ଡାଇରେକ୍ଟ ପକାଇ, ଆପଣ ଦେଖିଥିବେ ୟୁପିଏସସି ପ୍ରିଭିୟସ ଇୟର କ୍ୱେଶ୍ଚିନ୍ ଗୁଡାକ। ତ ସେଇଟା ଦି ପ୍ରକାର ଅପସନାଲ ପିଲାଙ୍କୁ ହେଲ୍ପ କରିବ, ଫିଲୋସଫି ଆଣ୍ଡ ପଲିଟିକାଲ ସାଇନ୍ସ। ତ ପଲିଟିକାଲ ସାଇନ୍ସ ର ମାନେ ଡାଇରେକ୍ଟଲି ତାର ସାଇନ୍ସ ରେ ଆମର ପେପର 1 ଇଣ୍ଡିଆନ ପଲିଟିକାଲ ଥଟ, ପଲିଟିକାଲ ଥିଓରି ଅଛି ସେକ୍ସନ 8 ର ନାଁ, ପେପର 1 ସେକ୍ସନ 8 ର ନାଁ ହଉଛି ପଲିଟିକାଲ ଥିଓରି। ତ ପଲିଟିକାଲ ଥିଓରି ଅଣ୍ଡରରେ ଦିଟା ଚାପ୍ଟର ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ, ଯୋଉଟା କି ହୋଲ ପଲିଟିକାଲ ସାଇନ୍ସ ପେପର 1 ସେକ୍ସନ 8 କୁ କଭର କରୁଛି। ତ ଗୋଟେ ଜିନିଷ ହଉଛି ୱେଷ୍ଟର୍ଣ୍ଣ ପଲିଟିକାଲ ଥଟ ଆଣ୍ଡ ଇଣ୍ଡିଆନ ପଲିଟିକାଲ ଥଟ। ଯିଏ ସିଲାବସ ପଢିଥିବେ ସେ, ମୁଁ ଯାହା କହୁଛି ସେ ଭଲସେ ବୁଝିପାରୁଥିବେ। ତ ୱେଷ୍ଟର୍ଣ୍ଣ ପଲିଟିକାଲ ଥଟ ରେ ଆମର କିଏ କିଏ ରହୁଛନ୍ତି, ଯେମିତି ପ୍ଲାଟୋ ହେଲା, ଆରିଷ୍ଟଟଲ ହେଲା, ତାପରେ ଲକ୍, ହବ୍ସ, ମିଲ୍, ମାର୍କ୍ସ, ସବୁ ଜିନିଷ, ହାନା ଆରେଣ୍ଟ ଠୁ ଧରିକି ଆମର ଆଉ କିଏ ରହିଲେ, ମାକିଆଭେଲି, ଲକ୍, ରୁସୋ, ମିଲ୍, ହେଗେଲ, ଲେନିନ, ମାଓଜେଡଙ୍ଗ, ମାନେ ସମସ୍ତେ ଏଇ ସବୁ ଜିନିଷକୁ ସେ ମାନେ ସେମାନଙ୍କର ଯୋଉ ଥିଓରି ଗୁଡାକ ଅଛି, ସେଥିରୁ ହିଁ କୋଟେସନ ରେ ଡାଇରେକ୍ଟ ପକେଇ ଦିଏ ଏସେରେ। ଏବେ ମୁଁ କହୁଛି ମାନେ ଆମର ଏବେ ଆମର 2000 ଆମର ଯୋଉ ଏସେ ଏକ୍ଜାମ ହେଇଥିଲା, ତ ସେଥିରେ ଆମର ପଡିଥିଲା, ଏସେ ରେ ପଡିଥିଲା 2022 ଓପିଏସସି ପେପର କଥା କହୁଛି। ଆମର ଏସେ ରେ ପଡିଥିଲା ଯେ ପଲିଟିକାଲ ପାର୍ଟିସିପେସନ ଅଫ ଓମେନ ଇନ ଇଣ୍ଡିଆ। ତ ସେଥିରେ ମୁଁ ପିଏସ୍ଆଇଆର ର ପୁରା ହୋଲ ଜିନିଷ କଭର, ମାନେ ସେଥିରେ ପୁରା ମେନସନ କରିଥିଲି ପିଏସ୍ଆଇଆର ର। କାରଣ ପଲିଟିକାଲ ପାର୍ଟିସିପେସନ ପୁରା ମାନେ ଗୋଟେ ଚାପ୍ଟର ଅଛି ଏଥିରେ। ଆମର ପିଏସ୍ଆଇଆର ରେ ଗୋଟେ ଚାପ୍ଟର ଅଛି ପୁରା ସିଲାବସ ରେ ମେନସନ ହେଇକି। ତ ସେଇଟା ମୁଁ ପୁରା ଜିନିଷଟାକୁ ପୁରା ଭଲ ଭାବରେ ୟୁଜ କରିଥିଲି। ମୋର ଏସେ ରେ 152 ଥିଲା, ତ ୱାନ ଅଫ ଦି ହାଇଏଷ୍ଟ ମାର୍କ ଥିବ। ତ ପିଏସ୍ଆର ଟା ଆଉ ଗୋଟେ ଜିନିଷ କଣ ନା, ଇଣ୍ଟର ଡିସିପ୍ଲିନାରୀ ରହୁଛି। ଯେମିତି କି ମୁଁ କହିଲି ଆପଣଙ୍କୁ ଏକ୍ସାମ୍ପଲ ସହିତ, କି ଆମର ସିଲାବସ କୋଉ କୋଉ ଜିନିଷଟା ମାନେ ଓଭରଲାପ ରହୁଛି। ତ ହ୍ୱେଲ ୟୁ ଆର ମାନେ ଯେତେବେଳେ ଆପଣ ପଢୁଛନ୍ତି, ଆମର ମାନେ ଆପଣ କହିବାକୁ ଆପଣ ଅପସନାଲ ପଢୁଛନ୍ତି, କିନ୍ତୁ ମାନେ ଆଟ ଦି ଏଣ୍ଡ ଆପଣ ଜିଏସ ର ବି ମାନେ ବହୁତ ପରସେଣ୍ଟେଜ ଆପଣ କଭର କରିଚାଲିଛନ୍ତି। ଏବଂ GS2 ତ ଆପଣଙ୍କର ମାନେ ସରି ହିଁ ଯିବ, କେବଳ ଗଭର୍ଣ୍ଣାନ୍ସ ଆପଣଙ୍କୁ ଏକ୍ସଟ୍ରା କଭର କରିବାକୁ ପଡିବ। ଆଉ ଦେଖନ୍ତୁ ମୋର ତ ବ୍ୟାକଗ୍ରାଉଣ୍ଡ ନାହିଁ ପଲିଟିକାଲ ସାଇନ୍ସ ରେ, କିନ୍ତୁ ତଥାପି ମାନେ ମୋର ଇଣ୍ଟରେଷ୍ଟ ଥିଲା ଇଣ୍ଟରନ୍ୟାସନାଲ ରିଲେସନ ରେ। ତ ମୁଁ ସେଇଥିପାଇଁ ଆଜ ଏ ନନ୍ ଟେକ୍ନିକାଲ ସବଜେକ୍ଟ ଏଟା ଗୋଟେ ଥିଲା। ତ ମୋର ବି ସାଇନ୍ସ ସବଜେକ୍ଟ ଉପରେ ଏତେ ଇଣ୍ଟରେଷ୍ଟ ନଥିଲା।
ତ ସେଇଥିଲାଗି ମୁଁ ମାନେ ମୋର ଆପଣଙ୍କର ବ୍ୟାକଗ୍ରାଉଣ୍ଡ ବି କିଛି ଦରକାର ନାହିଁ, ମାନେ ଆପଣ ଯୋଉ ଇଞ୍ଜିନିୟରିଂ ବ୍ୟାକଗ୍ରାଉଣ୍ଡ ରହିଥାନ୍ତୁ, ଆପଣ ଆର୍ଟ୍ସ ବ୍ୟାକଗ୍ରାଉଣ୍ଡ ରୁ କମର୍ସ ବ୍ୟାକଗ୍ରାଉଣ୍ଡ ରୁ ଯେକୌଣସି ବ୍ୟାକଗ୍ରାଉଣ୍ଡ ରହିଥାନ୍ତୁ, ତ ଆପଣ ଆଜି ନନ୍ ଟେକ୍ନିକାଲ ସବଜେକ୍ଟ ଆରାମ ସେ ଏଟାକୁ ନେଇପାରିବେ। ଆଉ ସବୁଠୁ ଭଲ ଜିନିଷ ହଉଛି ସ୍କୋରିଂ। ଆମକୁ ଆକ୍ଚୁଆଲି ସ୍କୋର ଦରକାର, ଆମକୁ ଆଉ କିଛି ଦରକାର ନାହିଁ। ସ୍କୋର ନେଲେ ଆମେ ସିଲେକ୍ସନ ନବା, ସେତିକି ଆମକୁ ଦରକାର। ତ ହଁ, ଆଉ ଗୋଟେ କଥା, ୟାର କିଛି ଡ୍ରବ୍ୟାକ୍ ବି ଅଛି। ଡ୍ରବ୍ୟାକ୍ କଣ ନା, ବହୁତ ସାରା ଥିଓରି ଅଛି, ବହୁତ ସାରା ସ୍କଲାର ଅଛନ୍ତି, ଆପଣଙ୍କୁ ମନେ ରଖିବାକୁ ପଡିବ। ଆପଣ ଆଜି ପଢିଦେଲେ ବହୁତ ଭଲ ଲାଗିବ, ବହୁତ ଇଣ୍ଟରେଷ୍ଟିଂ ଲାଗିବ, ଆଇ ଓପନିଂ ଲାଗିବ, ମାନେ ପୁରା ମାନେ ବ୍ରେନ ମାନେ ପୁରା ଆପଣଙ୍କର ବହୁତ ସାର୍ପ ହେଇଯିବ। ମାନେ ବହୁତ ସାରା ଜିନିଷରେ ଆପଣ ସୋସାଇଟି ଦେଖୁଛନ୍ତି କି ହିନ୍ଦୁ ନ୍ୟୁଜ ପେପର ପଢିଲେ ଆପଣ ଦୁନିଆ ପ୍ରକାର ଜିନିଷ ଦେଖିଲେ ଆପଣ ଏଟାକୁ ଲିଙ୍କ କରିଚାଲିବେ ଯେ ଏଇଟା ଆରିଷ୍ଟଟଲଙ୍କର ଏଇ ଥିଓରି ସହିତ ରିଲେଟେଡ ହଉଛି, ଏଇଟା ଜଷ୍ଟିସ ର ଏଇ ଥିଓରି ସହିତ ରିଲେଟେଡ ହଉଛି। ତ ଆପଣ ସେଟା ବହୁତ ଜିନିଷ ମାନେ ଦୁନିଆରେ କଣ ଚାଲୁଛି ତାର ସବୁ ଜିନିଷ ଆପଣ ସେଟାକୁ ମାନେ ଇଏ ନେଇପାରିବେ, ମାନେ ପୁରା ଡାଇରେକ୍ଟ ମାନେ ଆପଣଙ୍କର ଇଣ୍ଟରଲିଙ୍କ କରିପାରିବେ। ତ ବହୁତ ମାନେ ଦିମାଗ ଖୋଲିବ। କିନ୍ତୁ ତଥାପି ଆପଣଙ୍କର ଏଇ ଜିନିଷ ଗୁଡାକ ବହୁତ ମାନେ ଇଏ କରିବା, ମନେ ରଖିବା, ଆଉ ମାନେ ବୁଲ୍ସ ଆଇ ଆପ୍ରୋଚ ରେ ଆପଣ ମାନେ ମାନେ ଇଏ ମାନେ ଏକ୍ସାକ୍ଟ ମାନେ ଆପଣ ଏକ୍ସାମିନେସନ ରେ ୟୁଜ କରିବା ସେଟା ବହୁତ ଡିଫିକଲ୍ଟ। ତ ଆପଣ ସେଟାକୁ ପୁରା ଥରୋଲି ମାନେ ମନେ ରଖିବାକୁ ପଡିବ ଆପଣଙ୍କୁ। ମାନେ ମନ ଇଚ୍ଛା ଆପଣ କିଛି ବି କିଛି ଲେଖିଦେବେ ସେମିତି ପେପରରେ, ସେମିତି ହବନି। ଆପଣ ଯାହା ବି ଆପଣଙ୍କୁ କୋଶ୍ଚିନ୍ ପଚାରିଛି ଆପଣ ଅବଜେକ୍ଟିଭଲି ତାକୁ ଆନ୍ସର କରିବାକୁ ପଡିବ। ଆଉ ମନ ଇଚ୍ଛା ଆପଣ କିଛି ଲେଖିଦେଇକି ଆସିବେ ସେ ମାର୍କ ଦେଇଦେବେ, ସେମିତି ନାହିଁ। ସେ ମନେକର ପଚାରିଛି ଇଣ୍ଡିଆ ୟୁଏସଏ ରିଲେସନ, ତ ଆପଣ ଇଣ୍ଡିଆ ୟୁଏସଏ ରିଲେସନ ହିଁ ଲେଖିବେ। ଆଉ ଏମିତି ନାହିଁ କି ଚାଇନା ସେଥିରେ କଣ କରୁଛି ଲେଖିବେ। ହଁ, ସେଇଟା କିଛି ନା କିଛି ଜାଗାରେ ୟୁଜ ହବ, କିନ୍ତୁ ଆକ୍ଚୁଆଲି ଆପଣ ହିଷ୍ଟ୍ରିଠୁ ନେଇକି ତାର ଇଣ୍ଡିଆ ୟୁଏସଏ ରିଲେସନ ର ହିଷ୍ଟ୍ରିଠୁ ନେଇକି ବର୍ତ୍ତମାନ ପ୍ରେଜେଣ୍ଟ କଣ ଅଛି ଆଣ୍ଡ ଫ୍ୟୁଚର କଣ୍ଟେକ୍ସଟ କଣ, ତ ଏଇ ଟାଇପ ର ଆପଣଙ୍କୁ ଲେଖିବାକୁ ପଡିବ। ତ ଆଉ ଗୋଟେ କଣ ନା, ହଁ, ଏଇଟା କଣ ନା ୱାନ୍ ଅଫ ଦି ମୋଷ୍ଟ ମାନେ ପିଲା ନିଅନ୍ତି, ମାନେ ପିଏସ୍ଆର ଅପସନାଲ କୁ ବହୁତ ପିଲା ସେମାନେ ନିଅନ୍ତି। ତ ଆପଣଙ୍କୁ ନା ମ୍ୟାଚର ଅଣ୍ଡରଷ୍ଟାଣ୍ଡିଂ ଦରକାର। ଆପଣ ଏମିତି ଉପରୁ ଉପରୁ ପଢିକି ମାନେ ସ୍କୋର କରିପାରିବେନି, ଆଟଲିଷ୍ଟ ଆଭରେଜ ମାର୍କ ରଖିଦେବେ କିନ୍ତୁ ସ୍କୋର କରିପାରିବେନି। ତ କଣ ମ୍ୟାଚର କହିବି? ଅଣ୍ଡରଷ୍ଟାଣ୍ଡିଂ ଦରକାର। ତ ହଁ, କଣ କହୁଛନ୍ତି କୁହନ୍ତୁ। ହ୍ୟାଲୋ, ପଚାରୁଛନ୍ତି କିଛି କିଏ? ଅଜିତ? ଆଚ୍ଛା, ଅଛି। আর କିଛି କୋଶ୍ଚିନ୍ ଅଛି କି ପଚାରିବେ? ହ୍ୟାଲୋ, আর କିଛି କୋଶ୍ଚିନ୍ ଅଛି କି ପଚାରିବେ? ହ୍ୟାଲୋ ସାର୍। କିଛି କିଛି କୋଶ୍ଚିନ୍? ହଁ, ହଁ ପଚାରନ୍ତୁ। ସାର୍, ସାର୍ ମୁଁ ପଚାରିବା ପାଇଁ ହଁ, ଚାହୁଁଛି ପଚାରନ୍ତୁ। ମେନ୍ ଆନ୍ସର ରାଇଟିଂ ରେ ଯୋଉ ହୁଁ। ଷ୍ଟ୍ରକ୍ଚରଟା ସାର୍ ରହୁଛି ଆନ୍ସର ରାଇଟିଂ ର, ସେଟା କେତେ ଇମ୍ପୋର୍ଟାଣ୍ଟ ସାର୍? ମାନେ କଣ୍ଟେଣ୍ଟ ଆଉ ଷ୍ଟ୍ରକ୍ଚର ଭିତରେ ବାଲାନ୍ସ କରିବାଟା କେତେ ଇମ୍ପୋର୍ଟାଣ୍ଟ? ଆପଣଙ୍କର ଷ୍ଟାଣ୍ଡାର୍ଡ ଷ୍ଟ୍ରକ୍ଚର ରହିବ ମାନେ IBC। IBC ମାନେ କଣ? ଫାଷ୍ଟ ଆପଣ ଇଣ୍ଟ୍ରୋଡକ୍ସନ ଦେବେ, ତାପରେ ବଡି ରହିଲା, ତାପରେ କନକ୍ଲୁଜନ ରହିଲା। ବୁଝିପାରିଲେ? ଆପଣଙ୍କର କୋଶ୍ଚିନ୍ ଡିଟରମାଇନ କରିବ କି ଆପଣ ଇଣ୍ଟ୍ରୋଡକ୍ସନ କଣ ଦେବେ, କନକ୍ଲୁଜନ କଣ ଦେବେ। ମାନେ ମୁଁ ପିଓର ମାନେ ଇଏ GS ସବଜେକ୍ଟ ପାଇଁ ବି ଏଇଟା ଲାଗୁ ହେଇପାରିବ, କିନ୍ତୁ ମୁଁ ଅପସନାଲ ର ମାନେ କଣ୍ଟେଷ୍ଟ ରେ କହୁଛି ନା। ଆପଣ ମନେକର ଷ୍ଟେଟ ବିଷୟରେ କିଛି ପଚାରିଲା, ତ ଷ୍ଟେଟ ରେ ଆପଣ ଗୋଟେ ଭଲ କୋଟେସନ ଦେଇପାରିବେ। ଯେମିତି ଆମର TS ଗାର୍ନରଙ୍କର ଗୋଟେ ଷ୍ଟେଟମେଣ୍ଟ ଅଛି, ଦି ମାନେ ପଲିଟିକାଲ ସାଇନ୍ସ ଷ୍ଟାର୍ଟସ ଆଣ୍ଡ ଏଣ୍ଡସ୍ ୱିଥ ଷ୍ଟେଟ। ଆପଣ ଏଇଠୁ ଗୋଟେ ମନେକର ଷ୍ଟାର୍ଟ କଲେ, ମନେକର ଗୋଟେ ଇଏ ଦେଲେ କୋଟେସନ ରେ ଆପଣଙ୍କର ଷ୍ଟାର୍ଟ କଲେ, ତାଙ୍କର ଗୋଟେ ସ୍କଲାରଙ୍କର ଗୋଟେ ଇଏରେ ଷ୍ଟାର୍ଟ କଲେ ଇଣ୍ଟ୍ରୋଡକ୍ସନ, ସେଇଟା ଦେଲେ। ତ ସେ ବିଷୟରେ ସେ କଣ ପଚାରିଛି, ମାନେ ବିଷୟରେ କିଛି ଗୋଟେ ଡିଫିନାଇଟ ଜିନିଷ ପଚାରିଛି କି ପ୍ଲୁରାଲିଷ୍ଟ ଷ୍ଟେଟ ଥିଓରି କଣ, କି ଷ୍ଟେଟ ବିଷୟରେ କିଛି ବି ପଚାରିଛି। ତ ଆପଣ ତାପରେ ବଡିରେ ସେ ଜିନିଷଟାକୁ ମେନସନ, ମାନେ ପୁରା ବଡିଟା ରହିବ, ମାନେ କୋଶ୍ଚିନ ର ଅବଜେକ୍ଟିଭ, ମାନେ କୋଶ୍ଚିନ କଣ ପଚାରୁଛି ସେଇଟାକୁ ଆପଣ ବଡିରେ ଆଡ୍ରେସ କରିବେ ପୁରା। ତାପରେ ଆପଣ କନକ୍ଲୁଜନ ପାର୍ଟ କୁ ଯିବେ। କନକ୍ଲୁଜନ ପାର୍ଟ ରେ ଆପଣ ମାନେ ଫ୍ୟୁଚର କଣ୍ଟେଷ୍ଟ କିଛି ଦେବେ କି ପ୍ରେଜେଣ୍ଟ ଏକ୍ସାମ୍ପଲ କିଛି ଦେବେ, କି ନହେଲେ ଆଉ କିଛି ମାନେ ଷ୍ଟେଟ ର ମାନେ ନୂଆ ମଡେଲ କିଛି ଇଭଲଭ ହଉଛି କି ବର୍ତ୍ତମାନ ପ୍ରେଜେଣ୍ଟ ର ସ୍କଲାର କିଏ ଅଛନ୍ତି, ତ ସେଇ ଜିନିଷକୁ ନେଲେ ସିଏ ଗୋଟେ ମାନେ କୋଶ୍ଚିନ୍ ଆନ୍ସର ଟା ଆପଣଙ୍କର ଫାର୍ଷ୍ଟ ଜିନିଷ ହଉଛି, ଯେମିତି ଆପଣ କହିଲେ ଷ୍ଟ୍ରକ୍ଚର। ଷ୍ଟ୍ରକ୍ଚର ହଉଛି ଏଇ ତିନିଟା ଯାକ, ଆଉ କିଛି ଷ୍ଟ୍ରକ୍ଚର ନାହିଁ। ତାପରେ ବଡିରେ ଆପଣ ଯଦି ସେ କୋଶ୍ଚିନ ର ଯାହା ଯାହା ପାର୍ଟ ଥିବ, କୋଶ୍ଚିନ ର ସବୁବେଳେ ପାର୍ଟ ଥାଏ। କୋଶ୍ଚିନ କୁ ଫାଷ୍ଟ ଆପଣ ଡିଭାଇଡ କରିବେ, କୋଶ୍ଚିନ ଫାଷ୍ଟ ପଢିବେ ଦିଥର। ମାନେ ମେନ୍ ଏକ୍ସାମିନେସନ ହଲରେ ମୁଁ ସେଇ କଥା କହୁଛି, ଦିଥର ତରତର ହବାର ନାହିଁ। ହେଲା ସିଏ ମାନେ ଆପଣଙ୍କୁ 5 ମିନିଟରେ 6 ମିନିଟରେ ଲେଖିବାର ଅଛି ଗୋଟେ ଆନ୍ସର, ଠିକ ଅଛି, କିନ୍ତୁ ଆପଣ କୋଶ୍ଚିନ କୁ ଦିଥର ପଢିବେ।
ପଢିକି ତାକୁ ଡିଷ୍ଟ୍ରିବ୍ୟୁଟ କରିବେ କୋଶ୍ଚିନ୍ କଣ ଚାହୁଁଛି, ଆନ୍ସର କଣ ଚାହୁଁଛି କୋଶ୍ଚିନ୍। ଏମିତି ନାହିଁ କି ଆପଣ ମନେକର ଷ୍ଟେଟ ବିଷୟରେ ପଚାରିଲେ ଆପଣ ଷ୍ଟେଟ ବିଷୟରେ କିଛି ବି ଜାଣିଛନ୍ତି ଲେଖିଦେବେ, ସେମିତି ନାହିଁ। ସେ ଯାହା ପଚାରିଛି ଆମକୁ ସେଇଟା ଲେଖିବାର ଅଛି। ସେଥିରେ ଆମର ଇଣ୍ଟ୍ରୋଡକ୍ସନ କନକ୍ଲୁଜନ ଯାହା ମାନେ ସେଟାକୁ ଫଲୋ କରୁଥିବ, କିଟା ମାନେ ତାର ହିଷ୍ଟ୍ରି କିଛି ଦେଲେ ଇଣ୍ଟ୍ରୋଡକ୍ସନ ରେ, ତାକୁ କିଛି ମାନେ ତାର ଫ୍ୟୁଚର କିଛି ଦେଖେଇଲେ କି ପ୍ରେଜେଣ୍ଟ କଣ୍ଟେକ୍ସ ଦେଖେଇଲେ ସେଟା ରହିଲେ। ଆଉ ଆମର ବଡିରେ ସେଟାକୁ ଡିଷ୍ଟ୍ରିବ୍ୟୁସନ କରିକି ଲେଖିବାର ଅଛି ସେ ଜିନିଷଟାକୁ, ଯୋଉଟା ସେ କୋଶ୍ଚିନ୍ ରେ ପଚାରିଥିବ। ବୁଝିପାରିଲେ? ଆଜ୍ଞା ଆଜ୍ଞା। ଆଉ କଣ ଅଛି ପଚାରନ୍ତୁ। ଠିକ ଅଛି। ଆଉ ଏକ୍ସାମ୍ପଲ ବଗେରା ତ ୟୁଜ କରିବାକୁ ପଡିବ ଆପଣଙ୍କୁ ସବୁବେଳେ। ଏକ୍ସାମ୍ପଲ ବଗେରା ମାନେ ପ୍ରେଜେଣ୍ଟ କଣ୍ଟେଷ୍ଟ ଆଇଆର ଉପରେ ମନେକର କିଛି ପଚାରିଛି, ଆଇଆର ଉପରେ ହଉ କି ପିଏସଆର ର ଯେକୌଣସି ମାନେ ପେପର ର, ତ ସେଥିରେ ମାନେ ଏଇଟା କଣ ଦେଖନ୍ତୁ, ଗୋଟେ ହଉଛି ଭାଇବ୍ରାଣ୍ଟ ଜିନିଷ, ଏଇଟା ଗୋଟେ ମାନେ କରେଣ୍ଟ ଆଫେୟାର ସହିତ ଫୁଲି ରିଲେଟେଡ। କିନ୍ତୁ ଆର ମେନ୍ ମାନେ ଆପଣଙ୍କର ଷ୍ଟାଟିକ ନଲେଜ ରହିବାର ଅଛି, ଷ୍ଟାଟିକ ଜିନିଷ ମେନ୍। କିନ୍ତୁ କରେଣ୍ଟ ଆଫେୟାରରେ କେବଳ ଆପଣ ତାକୁ ମାନେ ପ୍ରେଜେଣ୍ଟ କଣ୍ଟେଷ୍ଟ ରେ କଣ ଚାଲିଛି ତାର କେବଳ ଏକ୍ସାମ୍ପଲ ସହିତ ତାକୁ କୋରିଲେସନ ତାକୁ ଦେଖେଇକି ତାକୁ ଲେଖିବେ। ସେ ମନେକର ଇଣ୍ଡିଆ ୟୁଏସଏ ରିଲେସନ ବିଷୟରେ କୋଶ୍ଚିନ୍ ପଚାରିଲା, କି ଏ, ଆମର ଇଣ୍ଡିଆ ମ୍ୟାମାର ରିଲେସନ ବିଷୟରେ ପଚାରିଥିଲା ପିଏସଆର ପେପରରେ। ଏଇ ମାନେ ଆମର ମେନ୍ସ ପେପର କଥା କହୁଛି 2022 ର, ଆମର ଏଇଟା ଯୋଉ ଏକ୍ସାମ ହେଇଥିଲା। ତ ସେଥିରେ ପଚାରିଥିଲା ଇଣ୍ଡିଆ ମ୍ୟାମାର ରିଲେସନ ଉପରେ। ତ ଇଣ୍ଡିଆ ମ୍ୟାମାର ରିଲେସନ ଉପରେ ସେ କାହିଁକି ପଚାରିଲା? କାରଣ ମ୍ୟାମାରରେ ଆମର ଆଙ୍ଗ ସାନ ସୁକିକୁ ମାନେ ହାଉସ ଆରେଷ୍ଟ କରି ରଖିଛନ୍ତି, ତାଙ୍କର ଏବେ ଜୁନ୍ତା ଗଭର୍ଣ୍ଣମେଣ୍ଟ ଚାଲିଛି। ତ ସେଇଥିଲାଗି ତା ଉପରେ ସେ ପଚାରିଥିଲା। ତ ସେଇ ଉପରେ ଆପଣ ସେଇ ଜିନିଷଟା ସେଥିରେ ମେନସନ କରିବାକୁ ପଡିବ। ଏମିତି ନୁହଁ କି ଆପଣ ଜୁନ୍ତା ଗଭର୍ଣ୍ଣମେଣ୍ଟ ବିଷୟରେ ଲେଖି ଚାଲିବେ, ଆପଣ ଇଣ୍ଡିଆ ମ୍ୟାମାର ରିଲେସନ ଉପରେ ହିଁ ଲେଖିବେ। ଯେ ୱାନ୍ସ ମ୍ୟାମାର ମାନେ ବର୍ମା ନା ଥିଲା ସେ ସମୟରେ ପାର୍ଟ ଅଫ ଦି ଇଣ୍ଡିଆର ହିଁ, ଇଣ୍ଡିଆନ ୟୁନିୟନ ର ହିଁ ଗୋଟେ ପାର୍ଟ ଥିଲା। ତାପରେ ସେଟା ଅଲଗା ହେଲା, ତାକୁ ନେଇକି ତାପରେ ଆପଣ ବର୍ତ୍ତମାନ କଣ ଆମର ସୋସିଓ ଇକୋନୋମିକ କଣ ଚାଲିଛି, ଆମର ପଲିଟିକାଲ ରିଲେସନ କଣ ଚାଲିଛି, ଆମର ସୋସିଆଲ ରିଲେସନ କୋଉ ଟାଇପ ର ଭଲ, ମାନେ ଆପଣ ଜାଣିଛନ୍ତି ଆମର ମାନେ ବର୍ଡର ଇଲାକାରେ ଆମର ଇଏ ନାହିଁ, ମାନେ ଆମର କଣ ବର୍ଡର ଫେନ୍ସିଂ ହେଇନି। ମାନେ ଆମର ଯୋଉ ଷ୍ଟେଟ ଗୁଡାକ ଅଛି, ନର୍ଥ ଇଷ୍ଟର୍ଣ୍ଣ ଷ୍ଟେଟ ଗୁଡାକ, ତାଙ୍କ ସହିତ ମାନେ ଆମର ଯୋଉ ଟ୍ରାଇବ ମାନେ ଅଛନ୍ତି ସେମାନେ ବହୁତ ମାନେ ଇଣ୍ଟର ରିଲେଟେଡ ଲୋକ। ତ ଏଇଭଳିଆ ଜିନିଷ ଆପଣ ସେଥିରେ ମେନସନ କରିବାକୁ ପଡିବ, ସବୁ ପ୍ରକାର ଜିନିଷ। ବୁଝିପାରିଲେ? ଆଉ କିଏ ଅଛି କଣ ପଚାରନ୍ତୁ। ମାନେ ଏବେ ପ୍ରିଲିମ୍ସ ଦେଇଛନ୍ତି, ଆଉ ମାନେ ପିଏସଆର ପେପର ମାନେ ଲେଖିବେ ଏବେ, ମାନେ ମେନ୍ସ ଯଦି ପ୍ରିଲିମ୍ସ ଯଦି କ୍ୱାଲିଫାଏ କରନ୍ତି ତ ପିଏସଆର ରେ ଲେଖିବେ। କିଏ ଅଛନ୍ତି ସେ? यस सर। ସିଲାବସ କଭର କରୁଛନ୍ତି ଫେର? यस सर ट्राए करूଛି। सर ଲାଷ୍ଟ ଇୟର ବି ସର ମେନ୍ସ ଲେଖିଥିଲି, କିନ୍ତୁ ସର କିଛି ମାର୍କସ ରୁ ରହିଗଲା, ଆଉ ମୋର ପିଏସଆଇ ରେ ବହୁତ କମ ମାର୍କସ ଆସିଥିଲା ସର। ଫାର୍ଷ୍ଟ ପେପର ରେ 117, ସେକେଣ୍ଡ ପେପର ରେ 110 ଆଡେ ଥିଲା। ସେକେଣ୍ଡ ପେପରରେ यस सर। सर केमती 110 ଥିଲା ସେକେଣ୍ଡ ପେପରରେ। यस सर। सर ଫାଷ୍ଟ केम ପେପରରେ ତ ଭଲ ସ୍କୋର କରିଥିଲେ। यस सर। सर केमती अप्रोच सेकंड पेपर को नहीं कि जीएस2 रो हमें केमती डिफरेंस करी आईआर टा लेखिवा सेठिबा ଟିକେ ଗାଇड କରନ୍ତୁ। ଦେଖନ୍ତୁ ଆମର ପେପର 2 ରେ କଣ ଅଛି ନା, ପେପର 2 ରେ ଆମର ଗୋଟେ ପେପର 2 ରେ ସେକ୍ସନ ଏ ହେଲା କଣ, କମ୍ପାରେଟିଭ ପଲିଟିକ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ରିଲେସନ୍ସ। ତ ଫାଷ୍ଟ ହଉଛି କଣ ନା କମ୍ପାରେଟିଭ ପଲିଟିକାଲ ଆନାଲିସିସ୍ ଆଣ୍ଡ ଇଣ୍ଟରନ୍ୟାସନାଲ ପଲିଟିକ୍ସ। ତ ସେଥିରେ ଆପଣ ଜାଣିଥିବେ ଯେ ଆମର ଥିଓରି ଗୁଡାକ ଅଛି ଇଣ୍ଟରନ୍ୟାସନାଲ ପଲିଟିକ୍ସ ର। ଯେମିତି ଆମର ଷ୍ଟାର୍ଟ ହେଲା ଆମର ଗ୍ଲୋବାଲାଇଜେସନ, ତାପରେ ଷ୍ଟେଟ ଇନ କମ୍ପାରେଟିଭ ପଲିଟିକ୍ସ, ତାପରେ ପଲିଟିକାଲ ରିପ୍ରେଜେଣ୍ଟେସନ ଆଣ୍ଡ ପାର୍ଟିସିପେସନ, ଏଗୁଡା ଯାହା ଆମର ଅଛି। ତାପରେ ଆମର ଆପ୍ରୋଚେସ ଟୁ ଷ୍ଟଡି ଇନ୍ ଆଇଆର, ଏଗୁଡା ସବୁ ଅଛି। ତାପରେ ଆମର ଇଏ ଗୁଡା କି କନସେପ୍ଟ ନ୍ୟାସନାଲ ଇଣ୍ଟରେଷ୍ଟ, ହେଜିମନି କଣ, ଏଗୁଡା ସବୁ ଅଛି। ତ ଫାଷ୍ଟ କଥା କଣ ନା, ଏଇ ଜିନିଷଟା ମାନେ ମୁଁ ନିଜ କଥା କହୁଛି। ତ ଏଇ ସେକ୍ସନ ଏ ଟା ଏଇଥିରେ କଣ ହୁଏ ନା, ଏଇଟା ଟିକେ ଡିଫିକଲ୍ଟ ଥାଏ ଏ ପାର୍ଟ ଟା। କାରଣ ବହୁତ ମାନେ ଜାର୍ଗନ ବଗେରା ଏଥିରେ ବହୁତ ଅଛି, ଆଉ ବହୁତ ହିଷ୍ଟ୍ରି କି ପଳାଏ ଏଇ ଜିନିଷଟା। ଆମର WTO ବିଷୟରେ ଅଛି, ୟୁଏନ ବିଷୟରେ ଅଛି। ତ ବହୁତ ଡିଫିକଲ୍ଟ ଏ ପାର୍ଟ ଟା ସବୁଠୁ ମାନେ ମୋ ପାଇଁ ମୁଁ କହିବାକୁ ଗଲେ ଏଇ ମାନେ ପେପର 2 ର ସେକ୍ସନ 8 ହିଁ ସବୁ ଡିଫିକଲ୍ଟ ଥିଲା, ମାନେ ହୋଲ ପେସାରେ। ଆଉ ଏଇ ଯୋଉ ଆମର ପେପର 2 ର ସେକ୍ସନ ବି ଟାରେ ଯୋଉଟା ଇଣ୍ଡିଆ ଆଣ୍ଡ ଦି ୱାର୍ଲଡ, ଯୋଉଟା ଆପଣ କହୁଛନ୍ତି GS2 ସହିତ ପୁରା ଓଭରଲାପ କରୁଛି, ମାନେ GS2 ଟା ୟାରି ଭିତରେ ହିଁ, GS2 ର ଆଇଆର ପାର୍ଟ ଟା ଯୋଉ ଅଛି, ଯୋଉଟା କି ସମସ୍ତଙ୍କୁ ପଢିବାକୁ ପଡିବ, ତ ସେଇଟା ୟାରି ଭିତରେ ହିଁ ଅଛି। ତ ଏଥିରେ କଣ ପ୍ରୋବ୍ଲେମ ହୁଏ ନା, ଆପଣ GS2 ର ଆନ୍ସର ଲେଖି ଦିଅନ୍ତି। ମୁଁ ମନା କରୁନି, GS2 ର ଆନ୍ସର ହିଁ ଲେଖିବେ, କାରଣ ଆଇଆର ତ ମାନେ ଅଲଗା କିଛି ହେଇଯିବନି, ଚେଞ୍ଜ ହେଇଯିବନି। ପିଏସଆର ବୋଲି ତ ଆଇଆର ଟା ଚେଞ୍ଜ ହେଇଯିବନି। କିନ୍ତୁ ଏଥିରେ ଆପଣଙ୍କୁ ସ୍କଲାର ପୁରା ଭଲ ଭାବରେ ୟୁଜ କରିବାକୁ ପଡିବ। ସ୍କଲାର ର ୟୁଜ କରିବେ। ଆଉ ଆପଣ ରିଆଲିଷ୍ଟ ହେଲା, ଆଇଡିଆଲିଷ୍ଟ ସ୍କଲାର ଗୁଡାକ ଅଛନ୍ତି। ଆଇଡିଆଲିଷ୍ଟ ସ୍କଲାର ମାନେ ଯେମିତି
ଆମର କିଏ ରହିଲେ, ଆମର ଯୋସେଫ ନାୟ ହେଲେ, ତାପରେ ଆମର ରିଏଲିଷ୍ଟ ସ୍କଲାର ରେ ଆମର କିଏ, ଆମର ଚାଣକ୍ୟଙ୍କର ୟୁଜ କରିପାରିବେ, ମାକିଆଭେଲି ୟୁଜ କରିପାରିବେ। ତ ଏଇଭଳିଆ, ତାପରେ ଆମର ବିଶେଷ କରି ୱେଷ୍ଟର୍ନ ୟୁଜ କଲେ ଟିକେ ଭଲ ପ୍ରେଜେଣ୍ଟ ସ୍କଲାର ଗୁଡାକ, ଆଉ ଆମର ଇଣ୍ଡିଆନ ତ ୟୁଜ କଲେ ବି ମାନେ ଚଳିବ, କିଛି ପ୍ରୋବ୍ଲେମ ନାହିଁ। ତ ସେଇ ଜିନିଷଟାକୁ ଆପଣ ସ୍କଲାର ଟିକେ ୟୁଜ କରିବାକୁ ଚେଷ୍ଟା କରନ୍ତୁ, ଯେମିତି ଆମର ଆପ୍ରୋଚେସ୍ ଟୁ ଷ୍ଟଡି ଆଇଆର ରେ ଯୋଉ ଆମର ରିୟଲିଷ୍ଟ ସ୍କଲାର ରହିଲେ, ମାର୍କସିଷ୍ଟ ସ୍କଲାର, ଗେମ୍ ଥିଓରି, ତ ଏଇ ଜିନିଷ ଗୁଡାକ ଆମକୁ ୟୁଜ କରିବାକୁ ପଡିବ। ଏଇ ଜିନିଷ ଗୁଡାକ ଯଦି ଆପଣ ଏଥିରେ ୟୁଜ କରିପାରିବେ, ମାନେ GS2 ର ଆନ୍ସର ସେମ ରହିବ, କିଛି ଅଲଗା ନାହିଁ। ମନେକର କିଛି ବି ମନେକର ରିଲେସନ ପଡିଲା, ଯେମିତି କହୁଥିଲି ମୁଁ ଆପଣଙ୍କୁ ଆଉ ଟିକେ ପୂର୍ବରୁ, ଇଣ୍ଡିଆ ମ୍ୟାମାର ରିଲେସନ ମନେକର ପଡିଲା, ତ ସେଥିରେ ଆମକୁ ପଲିଟିକାଲ ରିଲେସନ ଦେଖିବାର ଅଛି, ଇକୋନୋମିକ ରିଲେସନ ଦେଖିବାର ଅଛି, ସୋସିଆଲ ରିଲେସନ ଦେଖିବାର ଅଛି। ତ ଏଇ ଟାଇପ ର ହିଁ ଲେଖିବେ, ତାର ଆଉ କିଛି ଜିଓ ଷ୍ଟ୍ରାଟେଜିକ ଆଙ୍ଗେଲ ରେ ବର୍ତ୍ତମାନ କେମିତି ମାନେ ୟୁଏସଏ ଦେଖନ୍ତୁ, ଆମର ଇଣ୍ଟରନ୍ୟାସନାଲ ରିଲେସନ ଟା ୟୁଏସ ର ଭ୍ୟୁ ପଏଣ୍ଟ କୁ ନେଇକି ଆଇଆର ଦେଖାଯାଏ, କାରଣ ଓରିଜିନ ଆଇଆର ହଉଛି ମାନେ ୟୁଏସଏ ରୁ ଓରିଜିନ ହେଇଥିଲା। ତ ଆମେ ଏବେ ଦେଖନ୍ତୁ, ଆମେ ମିଡିଲ ଇଏ ଇଏ କଣ କହିବ, ୟୁଏସଏ କଣ କହିବ ନା ମିଡିଲ ଇଷ୍ଟ କହିବ, ଆମେ କହିବା ୱେଷ୍ଟ ଏସିଆ। ତ ସେଇ ଟାଇପ ର, ତ ମ୍ୟାମାର ହଉଛି ଗୋଟେ ସବୁଠୁ ମାନେ ଷ୍ଟ୍ରାଟେଜିକ ଲୋକେସନ, କାହିଁକି ନା ଆମର ଓବାମା ଯେତେବେଳେ ଫାର୍ଷ୍ଟ ଟାଇମ ପ୍ରେସିଡେଣ୍ଟ ହେଇଥିଲେ, ସେ ଫାର୍ଷ୍ଟ ମ୍ୟାମାର ହିଁ ଭିଜିଟ କରିଥିଲେ। ତ ତାଙ୍କ ସେମାନଙ୍କର ଆଙ୍ଗେଲରୁ ଆମକୁ ବି ଲେଖିବାକୁ ପଡିବ, ମାନେ ୱାର୍ଲଡ ର ଆଙ୍ଗେଲ ଲେଖିବାକୁ ପଡିବ। ଆମର ତ ଦି ଜଣ ଯାକର ମାନେ କଣ ବାଇଲେଟରାଲ ରିଲେସନ ତ ଆପଣ କଭର କରିବେ ସେଥିରେ। ସେଇ ଜିନିଷ ମାନେ ଆପଣ ଯେତେ ସେଥିରେ ଆଙ୍ଗେଲ କାଢି ପାରିବେ, ସେମାନଙ୍କର ଗୋଟେ କୋଶ୍ଚିନ୍ ଷ୍ଟାଣ୍ଡାର୍ଡ ପକେଇଦେଲା, ଆପଣ ଯେତେ ସେଥିରୁ ଆଙ୍ଗେଲ, ଆପଣ ଫାଷ୍ଟ କୋଶ୍ଚିନ୍ ର ଡିମାଣ୍ଡ କୁ ଆଡ୍ରେସ କରିବେ, ଫାଷ୍ଟ ସେଇ ଜିନିଷ ରହିଲା। ସେଥିରେ ଆପଣ କିଛି ସ୍କଲାର ୟୁଜ କରିବେ, ଆଉ ସେଥିରୁ ଆପଣଙ୍କୁ ଅଲଗା କିଛି ଆଙ୍ଗେଲ ବି ସେଥିରେ ଦବାକୁ ପଡିବ। ମାନେ ମାନେ ତାର ପ୍ରସ୍ପେକ୍ଟିଭ କଣ, ମ୍ୟାମାର ଆଜି ମାନେ ଷ୍ଟେଟ ତାର ୱାର୍ଲଡ ରେ ଇମ୍ପୋର୍ଟାନ୍ସ ଟା କଣ, ସେଟା ଆପଣଙ୍କୁ ଶୋ କରିବାକୁ ପଡିବ ସେ ଆପଣଙ୍କ ଆନ୍ସରରେ। ତ ଦେଖନ୍ତୁ, ସମସ୍ତେ କଣ କରିବେ ନା GS2 ରେ ଲେଖିଦେଇକି ପଳେଇ ଆସିବେ, ନହେଲେ ଗୋଟେ ଦିଟା ସ୍କଲାର କିଏ ଲେଖିଦବ ସେତିକି। ଆପଣ ଯଦି ଏଇ ଜିନିଷଟାକୁ ଏକ୍ସଟ୍ରା କରିବେ, ତ ଇଏ ଜାଣିବ ଯେ ନାଇଁ ପିଲାର ଅଣ୍ଡରଷ୍ଟାଣ୍ଡିଂ ଅଛି, ପିଲା ମାନେ ଆଇଆର ର ମାନେ ଇମ୍ପୋର୍ଟାନ୍ସ କଣ ଜାଣିଛି। ତ ସେଇ ଜିନିଷ ଗୁଡା ମାନେ ଡିଫରେନ୍ସ ବନେଇବ ଆପଣଙ୍କୁ। ତ ଦେଖନ୍ତୁ, ମାନେ ଆପଣ ସିଲାବସ କଭର କରିବେ, ମୁଁ ସିଲାବସ କଭର କରିବି, କିନ୍ତୁ ଆପଣଙ୍କର 280 ରହିଲା, ମୋର 320 ରହିଲା। ତ ଭିତରେ ଡିଫରେନ୍ସ ଟା 40 ମାର୍କରେ 1 2 ମାନେ ଏଇ କୋଶ୍ଚିନ୍ ଯଦି ଆପଣ ଏଇ ଟାଇପ ର ମାନେ ଷ୍ଟ୍ରାଟେଜି ଟା ଲଗାଉଛନ୍ତି, ତ ନିଶ୍ଚୟ ମାନେ ଏଇ ଜିନିଷଟା କିଛି ଡିଫିକଲ୍ଟ ନୁହଁ। ଇଣ୍ଡିଆ ଆଣ୍ଡ ଦି ୱାର୍ଲଡ ମାନେ ଇଜି ବିଷୟ, ଆପଣ ନିଜେ ବି ପଢିଥିବେ, ଆପଣଙ୍କୁ ବହୁତ ଇଣ୍ଟରେଷ୍ଟ ଲାଗୁଥିବ ଏଇଟା, ଆପଣ PSR ନେଇଥିବେ ବି ଦରକାର ପଡିଲେ ଏଇଥିଲା କି ଇଣ୍ଡିଆ ଆଣ୍ଡ ଦି ୱାର୍ଲଡ ଲାଗି। କିନ୍ତୁ ଆପଣ ଏଇ ଜିନିଷଟା କେମିତି ୟୁଜ କରିପାରନ୍ତି। ତ ମୁଁ ବି ମାନେ ଆମର ରାଘବେନ୍ଦ୍ର ଶର୍ମା ଥିଲେ IPS 247 21 ବ୍ୟାଚ୍ ର। ତ ସିଏ ଥରେ ମାନେ ମୁଁ ନଉଥିଲି ଗୋଟେ କୋଚିଂ ନଉଥିଲି, ତ ସେ ସେଠି ପଢେଇଥିଲେ ଆମର ଇଣ୍ଡିଆ ଶ୍ରୀଲଙ୍କା ରିଲେସନ ପାର୍ଟ ଟା ସେ ପଢେଇଥିଲେ। ଆକ୍ଚୁଆଲି ଷ୍ଟାଣ୍ଡାର୍ଡ ଜଣ ଟିଚର ପଢାନ୍ତି, ସିଏ ଆସିକି ପଢେଇଥିଲେ, ତାଙ୍କ ଷ୍ଟୁଡେଣ୍ଟ ସେ ଥିଲେ, ତ ସେ ଆସିକି ପଢେଇଥିଲେ। ସିଏ ଆମକୁ ସେଇଦିନ କହିଥିଲେ ଥରେ ଯେ ମାନେ ଇଣ୍ଡିଆ ଆଉ ଶ୍ରୀଲଙ୍କା ଆମେ କେମିତି ନବା, ଇଣ୍ଡିଆ ହଉଛି ବଡ ଭାଇ, ଶ୍ରୀଲଙ୍କା ହଉଛି ସାନ ଭାଇ, ବଡ ଭାଇ ସାନ ରିଲେସନ ରହିବ। ବୁଝିପାରିଲେ ମୋ କଥା, ମାନେ ଶ୍ରୀଲଙ୍କା ଏବେ ମାନେ ଶ୍ରୀଲଙ୍କା ହଉ ବାଂଲାଦେଶ ହଉ, ସେମାନେ କେତେ ମାନେ ଯେମିତି ସାନ ଭାଇ ଯେମିତି ବହୁତ ଦୁଷ୍ଟ ହୁଏ, କେମିତି ସେମାନେ ଇଏ କରୁଛନ୍ତି। ତ ମାନେ ତାଙ୍କର କିଏ ଗୋଟେ ଇଏ ଚେଞ୍ଜ ହେଇଗଲା, ତାଙ୍କର ଏବେ ଯେମିତି ବାଂଲାଦେଶ ଯେମିତି ଚାଲିଛି, ମହମ୍ମଦ ୟୁନୁସ ଆସିଲେ, ତ ସେ କିଛି ମାନେ ସବୁ ଜିନିଷକୁ ଚେଞ୍ଜ କରିଦଉଛନ୍ତି। କିନ୍ତୁ ଆମକୁ ବଡ ଭାଇ ଭଳିଆ ମାନେ କଣ ତା ପ୍ରତି ଇଏ ରଖିବାର ଅଛି। ମାନେ ଯେମିତି ଇଣ୍ଡିଆ କଣ କରୁଛି, କିନ୍ତୁ ସେଇ ଜିନିଷକୁ ମାନେ ଏତେଟା ଇଏ କରୁନି। ମାନେ ଏବେ ରିସେଣ୍ଟ ଆପଣ ଦେଖିଥିବେ, ସେ ଯୋଉ ତାର ଗ୍ରେଟର ବାଂଲାଦେଶର ମ୍ୟାପ ଆସିଥିଲା, ତ ସିଏ କଣ କହିଲା, ଇଣ୍ଡିଆ କଣ ଲେଖିଲା, ଇଣ୍ଡିଆର ଆମର ସ୍ପୋକ ପର୍ସନ କଣ କହିଲେ ନା ବି ମାଇଣ୍ଡଫୁଲ। ହେଲେ କିନ୍ତୁ ଇଣ୍ଡିଆ ଯେତିକି ପାୱାରଫୁଲ ବାଂଲାଦେଶ କମ୍ପାରିଜନ, ସେ ଏଇ ଟାଇପ ର ଷ୍ଟେଟମେଣ୍ଟ ଦବା କଥା ନୁହଁ, ଆହୁରି ମାନେ ହାର୍ସ ହବା କଥା। ତ ସେ ହଉନି। ତ ସେଇ ଟାଇପ ର ସେମିତି ଆପଣଙ୍କୁ ଜିନିଷଟା ବୁଝିବାର ଅଛି। ବୁଝିଲେ କଣ ନା ଆପଣ ଜିନିଷଟା ଆପଣଙ୍କୁ ଇଜି ହେଇଯିବ। ଆପଣ ଆଜି ମାନେ ପାଠ ପଢା ଭଳିଆ ନେବେନି। ଏବେ ଯେମିତି ସ୍କଲାର ଗୁଡାକ ହେଲା, ଆପଣ ସ୍କଲାର ଗୁଡାକ ପାଇଁ ଆଉ ଗୋଟେ ବେଷ୍ଟ ଜିନିଷ କଣ, ମାନେ ସବୁ ମାନେ ଟୋଟାଲ ଓଭର ସିଲାବସ ଯେତିକି ସ୍କଲାର ଅଛି, ତା ପାଇଁ କଣ କରିବେ, ଗୋଟେ ଛୋଟ ମାନେ ଯେମିତି ଆମର ନୋଟବୁକ୍ ଥାଏ, ଛୋଟ ଥାଏ ନା, ପୁରା ଛୋଟ ବାଲା, ପୁରା ଛୋଟ ବାଲା, ଯୋଉଥିରେ ଆମେ ମାନେ ଡେଲି ରୁଟିନ ବଗେରା ବନାଉ। ତ ସେଥିରେ କଣ କରିବେ, ପୁରା ଫାଷ୍ଟ ସିଲାବସ ରୁ ମନେକର ପ୍ଲାଟୋ ଲେଖିଲେ, ପ୍ଲାଟୋର ଥିଓରି ଅଫ ଏଜୁକେସନ, ତାପରେ ତାର ମାନେ ଯାହା ଗୁଡାକ ଅଛି, ତାର ସବୁ ଯାକ କରିବେ, ତାକୁ ସର୍ଟ ରେ କିଛି ଗୋଟେ ଲେଖିଦେବେ। ଥିଓରି ଅଫ ଏଜୁକେସନ ରେ ଆପଣଙ୍କର କୋଉଟା ମନେ ରହୁନି, ଆପଣ ରିଭିଜନ କରିବା ଟାଇମ ରେ ଜିନିଷଟା କରିବେ। ମାନେ ସମସ୍ତଙ୍କ ପାଇଁ ଏଇଟା କହୁଛି, ଯିଏ ଯିଏ PSR ମାନେ ଅପସନାଲ ନେଇଛନ୍ତି କି ପଢିଛନ୍ତି କି ଆଗକୁ ପଢିବେ, ଏଇ ଜିନିଷଟା ନିହାତି କରିବେ। କରିଲେ କଣ ହବ ନା, ଯେହେତୁ ମାନେ ଏଇଟା ଗୋଟେ ଭାଷ୍ଟ ସିଲାବସ, ଦେଖନ୍ତୁ ଓଭରଲାପ ତ ଅଛି, କିନ୍ତୁ ବହୁତ ଭାଷ୍ଟ ସିଲାବସ। ଆଉ ହିଷ୍ଟ୍ରି ଜୋଗ୍ରାଫି ଭଳିଆ ବହୁତ ଭାଷ୍ଟ, ଆପଣ ଆଗକୁ ମାନେ ଇଜିଲି ମାନେ 6 ମାସ ନେଇଯିବ ଇଏ ୱାନ୍ସ ଯଦି ଆପଣ ସିଲାବସ ସାରିବାକୁ ଚାହିଁବେ। ତ ଆପଣ ଯେତେ ସିଲାବସ କୁ କମ୍ପାକ୍ଟ କରିପାରିବେ,
ମାନେ ପୁରା ଆପଣ ନୋଟବୁକ୍ ରେ ରଖିଲା ବେଳେ ଆପଣ ଯେମିତି ସଡନଲି ମନେକର 2-3 ଦିନ ଏକ୍ଜାମ ଅଛି ତ ଆପଣ ସବୁ ମାନେ କିଛି ଗୋଟେ ଲେଖିବେ ମନେକର ମକ୍ ଏକ୍ଜାମ ଲେଖିଲେ ତ ଆପଣ ସେଇଥିରୁ ଦେଖିକି ଯେମିତି ଆପଣ ଲେଖିପାରୁଥିବେ। ତ ଏଇ ଟାଇପ ର ଆପଣ ଫଲୋ କରନ୍ତୁ କିଛି ମାନେ ଦେଖନ୍ତୁ ମେନ୍ସ ଆନ୍ସର ରାଇଟିଂ କରନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ସେଇ ଜିନିଷଟା ଆନ୍ସର ରାଇଟିଂ ପିଲା କରନ୍ତିନି। ମୁଁ ନିଜେ ମାନେ କହୁଛି ଓପନ ବୁକ୍ ରେ ବି ଓପନ ବୁକ୍ ହେଲେ ବି ଲେଖନ୍ତୁ ମନେକର ଆପଣଙ୍କର ମନେ ରହୁନି ଦେଖନ୍ତୁ ବହୁତ ସ୍କଲାର ଅଛି ବହୁତ ଥିଓରି ଅଛି ତ ମନେ ରହିବନି ସେମିତିଆ ଯଦି ଆପଣଙ୍କୁ କିଛି ମନେ ରହୁନି ଖୋଲନ୍ତୁ ମାନେ ନୋଟ ଖୋଲିକି ଲେଖନ୍ତୁ ନୋଟ ଖୋଲିକି ବାଛିକି ପଛେ ଲେଖନ୍ତୁ କିନ୍ତୁ ଲେଖନ୍ତୁ ଆନ୍ସର ରାଇଟିଂ ଧୀରେ ଧୀରେ ଡେଭଲପ କଲେ ମାନେ ଇଜି ଲାଗିବ ଧୀରେ ଧୀରେ ଇଜି ଲାଗିବ ଧୀରେ ଧୀରେ ଜିନିଷ ବି ରିଟେନ୍ ହବ ତାପରେ ଆନ୍ସର ରାଇଟିଂ କଲା ମାନେ ଦେଖ, ଆଉ ଯୋଉଟା ଆପଣଙ୍କୁ ଇଜି ଲାଗୁଛି ସେଇଟା ଦେଖିବେନି ମନେକର ଇଣ୍ଡିଆ ଏମିତି ୱାର୍ଡ ପଢିଲେ ଏଥିରେ ଏଇ ଜିନିଷଟା ଆପଣ ଇଏ କରିବେନି ମାନେ ଏଇଥିରେ ଏଇଟା ପୁରା ମନରୁ ଲେଖିବେ ମନରୁ ଲେଖିବେ କିଛି କିଛି ସ୍କଲାର ୟୁଜ କଲେ ସେମିତି ଲେଖିବେ କିନ୍ତୁ ଆଉ ଯୋଉ ଜିନିଷ ଗୁଡାକ ରହିଲା ଯୋଉଟା ଆପଣଙ୍କୁ ବେଶୀ ଡିଫିକଲ୍ଟ ଲାଗୁଛି ଯେମିତି ମୁଁ କହିଲି ଆମର ପେପର ଟୁ ର ସେକ୍ସନ ଏଇଟା ବହୁତ ଡିଫିକଲ୍ଟ ଏଇଥିରୁ ବହୁତ ଡିଫିକଲ୍ଟ କ୍ୱେଶ୍ଚିନ୍ ପକାଏ ତ ଏଇଥିରେ କଣ କରିବେ ଆପଣ କଭର କରିପାରିବେ ନହେଲେ ମନେକର ଆମର ଇଏ ବି ପଡିଲା ଏଇଟା ଆମର ତାପରେ ତ ପେପର ୱାନ ର ସେକ୍ସନ ବି ଟା ତ ରହିଯାଉଛି ପୁରା ଯେମିତି ଜାଣିଛନ୍ତି ପୁରା ଆମର ପଲିଟି ପାର୍ଟ ରହିଯାଉଛି ସେଟା ତ ଏମିତି ପଲିଟିରେ ପଢିବେ ସେଥିରେ ପଢିଲେ ସେ ତ କଭର ହେଇ ଚାଲିବ ସେଟା କିଛି ପ୍ରୋବ୍ଲେମ ନାହିଁ କିନ୍ତୁ ପେପର ୱାନ ର ସେକ୍ସନ ଏଇଟା ଯୋଉ ଆମର ପଲିଟିକାଲ ଥିଓରି ଅଛି ସେଇଟା ଟିକେ ଡିଫିକଲ୍ଟ ହବ କାରଣ ଏଇଟା ନ୍ୟୁ ମାନେ ସମସ୍ତଙ୍କ ପାଇଁ ଏଇଟା ନ୍ୟୁ ତ ଏଇ ଜିନିଷଟା କଣ ନା ଯାହା ବି ଥିଓରି ଗୁଡାକ ପଡିଲା କିଛି ପ୍ରୋବ୍ଲେମ ହେଲା ଆପଣ ଦେଖନ୍ତୁ ଦେଖିକି ପୁରା ଭଲସେ କେମିତି ଗୋଟେ ଆନ୍ସର ଡେଭଲପ କରାହବ ଗୋଟେ କ୍ୱେଶ୍ଚିନ୍ ପଡିଥିଲା ୟୁପିଏସସି ର ପିୱାଇକ୍ୟୁ ରେ ମେନ୍ସ ର ପିଏସଆର ରେ ମାନେ ଜଷ୍ଟିସ ମାନେ କୋଉ ଭଳିଆ ଇଭଲ୍ଭ ହେଇଛି ମାନେ ଫ୍ରମ ଦି ହିଷ୍ଟ୍ରି ଟୁ ଦି ପ୍ରେଜେଣ୍ଟ ଦେଖନ୍ତୁ ଏଇ କ୍ୱେଶ୍ଚିନ୍ ର ଆନ୍ସର ଡାଇରେକ୍ଟ କିଛି ନାହିଁ ଆପଣ ଯିଏ ଜଷ୍ଟିସ ଟାକୁ ପୁରା ପଢିଛି ସେ ଜଷ୍ଟିସ ଟା ପୁରା ପ୍ଲାଟୋ ନେଇକି ପୁରା ରଲ୍ସ ସହିତ ମାନେ ପୁଣି ରଲ୍ସ ସରି କମ୍ୟୁନିଟେରିଆନ ରେ ଖତମ କରିବ ଜିନିଷଟାକୁ ପୁରା ବୁଝିପାରିଲେ ନା ଯିଏ ମାନେ ପଢିଛି ଜିନିଷଟା ଯିଏ ସିଲାବସ କଭର କରୁଛି ସେ ଜିନିଷ ବୁଝିପାରୁଥିବ ପ୍ଲାଟୋ ଯିବ ତାପରେ ଆରିଷ୍ଟୋଟଲ ଯିବ ତାପରେ ନେକ୍ସଟ ଯାଇଛି ପୁଣି ରଲ୍ସ କୁ ଯିବ ପୁଣି ରଲ୍ସ ବି ରିପ୍ଲାଏ ଦେଇଛନ୍ତି କମ୍ୟୁନିଟେରିଆନ ମାନଙ୍କର ସେଇଟା ବି ସେଇଥିରେ ହିଁ ଏଣ୍ଡ ହବ ଜିନିଷଟା ତାପରେ ଆମର ସୁପ୍ରିମ କୋର୍ଟର କିଛି କିଛି ଜଜମେଣ୍ଟ ବଗେରା ବି ସେଥିରେ ଆପଣ ମାନେ ଇନକ୍ଲୁଡ କରିପାରିବେ ତ ଏଇ ଜିନିଷ ହଉଛି କଥା ଯେ ଆପଣ ମାନେ ଏକ୍ସାମ୍ପଲ କୁ କୋଉ ଟାଇପ ର କରେଣ୍ଟ ଆଫେୟାର କୋଉ ଟାଇପ ର ୟୁଜ କରୁଛନ୍ତି ଆଉ କାହାର କିଛି କୋଶ୍ଚିନ୍ ଅଛି ପଚାରନ୍ତୁ। सर मोर आउ गोटे क्वेश्चन আছে सर ये जो पेपर वन सेक्शन बी रे अच्छी स्टेट पॉलिटिक्स इन ओडिशा ता देहरे सब अच्छी सोशल बेसिस ऑफ ओडिया नेशनलिज्म फ्रीडम मूवमेंट प्रजामंडल मूवमेंट ये सब अच्छी इंटीग्रेशन ऑफ प्रिंसली स्टेट इन ओडिशा एतरे डॉक्टर हरिकृष्ण महातांकर क्वेश्चन आस्तिला सर एई सब टॉपिक ହୁଁ ପାଇଁ को सोर्स मतलब कि इंटरनेट रू पढ़ी कि करी हबो कि किसी पर्टिकुलर सोर्स अछि या पे ଦେଖନ୍ତୁ ଆପଣଙ୍କୁ ମାନେ start କଥା ଯେ ମାନେ ଆପଣଙ୍କୁ ଫାଷ୍ଟ କଣ କରିବାର ଅଛି ନା ପିଏସଆର କୁ ପୁରା କମ୍ପ୍ଲିଟ କରି ସେଠି ତ ଆଉ ଆପଣଙ୍କୁ ଫର୍ଦର ଏତେ କିଛି ଜିନିଷ କଭର କରିବାର ନାହିଁ ଆଉ ହଁ ଯଦି ଏଇ ଜିନିଷକୁ ଆପଣଙ୍କୁ ମାନେ ପୁରା ଆପଣ କମ୍ପ୍ଲିଟ କରିବାକୁ ଚାହୁଁଛନ୍ତି ଏଇଟା ଆପଣ ଓଡିଆ ହିଷ୍ଟ୍ରିରେ ଟୋଟାଲ ଜିନିଷଟା ଅଛି ଓଡିଆ ହିଷ୍ଟ୍ରିରେ ହିଷ୍ଟ୍ରି ଅଫ ଓଡିଶା ପଢିଥିବେ ଯଦି ଫିଲିମ୍ସ ଦେଇଥିବେ ଜାଣିଥିବେ ଏଇଟା ଏଇ ପ୍ରଜାମଣ୍ଡଳ ମୁଭମେଣ୍ଟ ହେଲା ତାପରେ ଇଣ୍ଟିଗ୍ରେସନ ଅଫ ପ୍ରିନ୍ସଲି ଷ୍ଟେଟ୍ସ ଇନ ଓଡିଶା ଓଡିଆ ନ୍ୟାସନାଲିଜିମ ସୋସିଆଲ ବେସିସ୍ ଅଫ ଓଡିଆ ନ୍ୟାସନାଲିଜିମ ଫ୍ରିଡମ ମୁଭମେଣ୍ଟ ଏ ସବୁ ଜିନିଷ ଆପଣ ହିଷ୍ଟ୍ରିରୁ ପଢିଲେ ହିଷ୍ଟ୍ରିକୁ ପଢିକି ହିଷ୍ଟ୍ରିରୁ ସେ ଜିନିଷଟାକୁ ଆବଜର୍ଭ କରିବେ ଏଇ ଜିନିଷ ଯାହା ଅଛି ଆର ପୁରା ୱାନ ପେଜ ର ନୋଟ ବନେଇବେ ଯାହା ଯାହା ଅଛି ବେଶୀ ମାନେ ବେଶୀ ଡିଟେଲ କୁ ଯିବା ଦରକାର ନାହିଁ କିନ୍ତୁ ୱାନ ପେଜ କି ଟୁ ପେଜ ଯାହା ହେଲା ଆପଣ ନୋଟ ବନେଇବେ ଅଳ୍ପ କ୍ରିସ୍〜କରିକି ନୋଟ ବନେଇବେ ନୋଟ କରିକି ତାପରେ ତାକୁ କୋଶ୍ଚିନ୍ ସେ କଣ ପଚାରୁଛି ଆମର ଯଦି ଆମର ନର୍ମାଲ ହିଷ୍ଟ୍ରି ଭଳିଆ କୋଶ୍ଚିନ୍ ପଚାରିଦେଲା ତ ଆପଣ ସେ ଜିନିଷ ଡାଇରେକ୍ଟ ଲେଖିଦେବେ ଆଉ ଯଦି ସେଥିରେ ପଲିଟିକାଲ ସ୍କଲାର କିଛି ୟୁଜ ହେଇପାରୁଛି ତାହେଲେ କରିପାରିଲେ ସେଟା ଆହୁରି ବେଟର କାରଣ ଆପଣ ସେ ମାନେ ଗୋଟେ ଜିନିଷ ଆମକୁ କରିବାର ଅଛି ଡିଷ୍ଟିଂସନ ରଖିବାର ଅଛି ଅଦର ଆସ୍ପିରାଣ୍ଟ ମାନଙ୍କଠୁ ଅଦର ମାନେ ଯାହା ଲେଖୁଛନ୍ତି ଆନ୍ସର ଆମକୁ ସେଥିରେ ଟିକେ ଅଲଗା ହବାର ଅଛି ପୁରା ତ ଅଲଗା ହେଇପାରିବନି କାରଣ ଇଣ୍ଡିଆ ମ୍ୟାପ ବିଷୟରେ ଆପଣ ଯାହା ଲେଖିବେ ମୁଁ ସେୟା ଲେଖିବି କିନ୍ତୁ ସେଥିରୁ ଟିକେ ନାକୁ ଆମକୁ ଅଲଗା ମାନେ ହବାର ଅଛି ମାନେ କିଛି ଏକ୍ସଟ୍ରା ଇଏକୁ ଏକ୍ସାମିନରକୁ ଆମେ କିଛି ଏକ୍ସଟ୍ରା ଦେଖେଇବା କି ସେଥିରେ କଭର ହେଇଯିବ ଏଇଟା ମାନେ ଏଇଟା ଏତେ ଇମ୍ପୋର୍ଟାଣ୍ଟ ଜିନିଷ ନୁହଁ
ଯୋଉଟା ଆମର ମାନେ ଆମର 98% ଯୋଉଟା ଅଛି ସେଇଟାକୁ ଆମେ କଭର କରିବି। ଏଇଟାକୁ ପୁରା ଲାଷ୍ଟ କୁ ରଖିବ, ଏଇଟା ଲାଷ୍ଟ ଯେତେବେଳେ ପୁରା ସବୁ ଜିନିଷ ସରିଯିବ, ଏଇଟା ଲାଷ୍ଟ ମାନେ ଲାଷ୍ଟ 10 days ରେ 15 days ରେ ଏଇଟା କଭର କଲେ ଚଳିବ, କିଛି ପ୍ରୋବ୍ଲେମ ନାହିଁ। ओके, थैंक यू सर। ଆଉ କାହାର କିଛି କୋଶ୍ଚିନ୍ ଅଛି କି? सर गुड इवनिंग। ଗୁଡ୍ ଇଭିନିଂ, ପଚାରନ୍ତୁ କଣ ଅଛି। सर मोर एटा फास्ट अटेम्प्ट सर, मु ए जाए एबे एई वर्ष फर्स्ट टाइम प्रिलिम देली, तो मु केमती कोथरु कोन स्टार्ट करबी जानि परनै सर। पीएसआईआर ऑप्शनल रखिछि मु। ଦେଖନ୍ତୁ ପିଏସ୍ଆର୍ ଅପସନାଲ ଯଦି ରଖିଛନ୍ତି ଆପଣଙ୍କର ଆଇଆର୍ ରେ ନିହାତି ଭାବେ ଇଣ୍ଟରେଷ୍ଟ ଥିବ। आज्ञा सर। ତ ଆମର କରେଣ୍ଟ ଆଫେୟାର ଯାହା ଅଛି, କରେଣ୍ଟ ଆଫେୟାର ପୁରା କଣ୍ଟିନ୍ୟୁଅସଲି କଭର କରନ୍ତୁ। ମାନେ ବିଶେଷ କରି ଆଇଆର୍ ପାର୍ଟଟା, ଇଣ୍ଟରନ୍ୟାସନାଲ ରିଲେସନ ପାର୍ଟଟା ଯାହା ବି ଅଛି ପୁରା କଣ୍ଟିନ୍ୟୁ କଭର କରନ୍ତୁ। ଯଦି ଆପଣ ସେଇଟା କଭର କରୁଥିବେ ତ ଆମକୁ କଣ ହବ ନା, ଇଣ୍ଡିଆ ଆଣ୍ଡ ଦି ୱାର୍ଲଡ ଯୋଉ ଅଛି, ଆପଣ ସିଲାବସ ଭଲସେ ପଢିଛନ୍ତି? ସିଲାବସ ଟାକୁ ଥରୋଲି ମାନେ ଆପଣଙ୍କର ମୁଣ୍ଡରେ ସିଲାବସ ଟା ରହିବାର ଅଛି। ମାନେ ଚାରିଟା ଯାକ ସେକ୍ସନ ତାର ଅଛି, ଯୋଉ ପେପର 1 ପେପର 2, ପେପର 1 ରେ 2ଟା ସେକ୍ସନ, ପେପର 2 ରେ 2ଟା ସେକ୍ସନ, ଚାରିଟା ଯାକ ସେକ୍ସନ ରେ କୋଉ ସେକ୍ସନ ରେ କଣ ଅଛି ସେ ଜିନିଷଟା ଆପଣଙ୍କ ମୁଣ୍ଡରେ ରହିବାର ଅଛି। ଆଉ ସବୁଠୁ ଇଜି ଜିନିଷ ହଉଛି କଣ ନା, ପେପର 2 ର ହଉଛି ଆମର ଆଇଆର୍ ପାର୍ଟ ଟା, ଇଣ୍ଡିଆ ଆଣ୍ଡ ଦି ୱାର୍ଲଡ ସେକ୍ସନ ବି, ଆଣ୍ଡ ପେପର 1 ର ହଉଛି ଆମର ଯୋଉ ପଲିଟି ପାର୍ଟ ଟା ଯୋଉଟା ରହୁଛି ସେକ୍ସନ ବି ଟା, 2ଟା ଯାକ ପେପର ର ସେକ୍ସନ ବି। ଏଇ 2ଟା ଯାକ ପେପର ଆପଣ ଫାଷ୍ଟ କଭର କରିବାକୁ ଚେଷ୍ଟା କରନ୍ତୁ, ବୁଝିପାରିଲେ? आज्ञा सर। ଏଇ 2ଟା ଯାକ ପେପର ଫାଷ୍ଟ କଭର କରିବାକୁ ଚେଷ୍ଟା କରନ୍ତୁ। ସେଥିରେ କଣ ହବ ନା, ଆପଣଙ୍କର GS2 ଟା ତା ସହିତ କମ୍ପ୍ଲିଟ ହେଇଗଲା। GS2 ହଉଛି 250 ମାର୍କ ପଡିବ, ଆଉ ଇଏ आज्ञा ଆମର ଇଏ 2ଟା ଯାକ ଦେଖିବାକୁ ଗଲେ 250 ହେଇଗଲା। ମାନେ ପେପର 1 ର ହାଫ୍ आज्ञा ନେଇଗଲେ, ପେପର 2 ର हाँ 500 ମାର୍କ କେତେ, ହଁ 500 ମାର୍କ ଆରାଉଣ୍ଡ ଆପଣ ଏମିତି କଭର କରିଦେଲେ ଡାଇରେକ୍ଟ, ବୁଝିପାରିଲେ? आज्ञा ତ ଏମିତି ଯଦି ଆମର 500 ମାର୍କ କଭର ହେଇଗଲା, ତାପରେ ଆମର 2ଟା ରହିଲା ଡିଫିକଲ୍ଟ ପାର୍ଟ, ସେଇ 2ଟା ପାର୍ଟକୁ ଲାଷ୍ଟକୁ ରଖିବେ। ସେଇଥିରୁ ଫାଷ୍ଟ ଆମକୁ ଆପଣ ପଢିବେ ପଲିଟିକାଲ ଥିଓରି। ତ ଦେଖନ୍ତୁ, ଆପଣ ଯଦି ୟୁଟ୍ୟୁବରେ ସର୍ଚ୍ଚ କରିବେ ଏଇ ଜିନିଷ ମିଳିଯିବ ଡାଇରେକ୍ଟ। ଯାହାବି ଆପଣ ପଲିଟିକାଲ ସାଇନ୍ସ ର ହୋଲ ସିଲାବସ ମାନେ ୟୁଟ୍ୟୁବ ରେ ଅଛି। ଆଉ ନୋଟ୍ସ ତ ଫ୍ରିରେ ବି ମିଳୁଛି, ଯଦି ଆପଣ ସର୍ଚ୍ଚ କରିବେ ନୋଟ୍ସ ବି ମିଳିଯିବ। ନୋଟ୍ସ କରିକି ଆପଣ ପ୍ରିଣ୍ଟ ଆଉଟ୍ କରିକି ପଢିପାରିବେ। ଆଉ ଯୋଉ ଜିନିଷରେ ମାନେ ଆପଣଙ୍କ ଡିଫିକଲ୍ଟି ହଉଛି, ଯେମିତି କି ଆମର ସେକ୍ସନ ପଲିଟିକାଲ ଥିଓରିଟା, ଏଇଟା ଟିକେ ଡିଫିକଲ୍ଟି ହବ ବୁଝିବା ପାଇଁ। ତ ବାରମ୍ବାର ଆପଣ ଭିଡିଓ ଦେଖିକି ବୁଝିପାରିବେ। ଏବେ ବି ଟାଇମ ଅଛି, ଏବେ 2-3 ମାସ ଯାହା ବି ଟାଇମ ଅଛି, ଆପଣ ଆରାମସେ ପଢିକି ସିଲାବସ କଭର କରିପାରିବେ। ହଁ, ପୁରା କଭର ହେଇପାରିବନି, କିନ୍ତୁ ଯେତିକି ବି କଭର କଲେ ସେଟା ଆପଣ ଯାହା ବି ଯଦି ମେନ୍ସ ଲେଖିବେ, ଆପଣ ଆଟେମ୍ପ୍ଟ କଲେ ଆପଣଙ୍କୁ କନଫିଡେନ୍ସ ଆସିବ। ତାପରେ ନେକ୍ସଟ ଟାଇମ ଯେତେବେଳେ ଦେବେ, ଯଦି ଏପାଳିକ ହେଇଯାଏ ବେଟର କଥା, ତ ନହେଲେ ନେକ୍ସଟ ଆପଣ ଯେତେବେଳେ ଦେବେ ତ ସେଇ ଜିନିଷଟା ଆପଣଙ୍କୁ ହେଲ୍ପ କରିବ। କାରଣ ଏବେ ବର୍ତ୍ତମାନ ଆପଣ ମାନେ ପାଖାପାଖି କିଛି ପରସେଣ୍ଟ ଆପଣ କଭର କରିଦେଇଥିବେ, ତ ନେକ୍ସଟ ଆପଣଙ୍କୁ ଆଉ ରେଷ୍ଟ ଅଫ ଦି ଯାହା ରହିଲା ଆପଣ ସେଟା କଭର କରିକି ପୁରା କମ୍ପ୍ଲିଟ କରିବେ। ଦେଖନ୍ତୁ ସିଲାବସ ଟା କେବଳ 6 ମାସ ନେଇଯିବ ଯଦି ଭଲସେ କଭର କରୁଛନ୍ତି। କିନ୍ତୁ ଯଦି ଆପଣ ଟିକେ ମାନେ ସ୍ମାର୍ଟ ୱାର୍କ କରିବେ, ଯେମିତି କି ମୁଁ କହିଲି GS2 ଆମକୁ ସାରିବାର ଅଛି, GS2 ବି ଲେଖିବେ। ତା ସହିତ କେବଳ ଗଭର୍ଣ୍ଣାନ୍ସ ଟା ଆପଣଙ୍କୁ, ଗଭର୍ଣ୍ଣାନ୍ସ ଟା ଟିକେ ଏକ୍ସଟ୍ରା ପଢିବାକୁ ପଡିବ। ନହେଲେ ଏଇ ଯୋଉ କହିଲି ଆର 2ଟା ଯାକ ସେକ୍ସନ ବି, 2ଟା ପେପର ର, ତ ସେତିକି ଆପଣ ଯଦି ପଢିବେ ଏଗୁଡା କଭର ହେଇଯିବ। ଆଉ ସବୁଠୁ ବଡ କଥା କଣ ନା, ଏଇ ଯୋଉ ପଲିଟିକାଲ ଥିଓରି ଆଉ ଯୋଉ 2ଟା ରହିଲା ସେକ୍ସନ ଏ, 2ଟା ଯାକର ପେପର 1 ଆଣ୍ଡ ପେପର 2 ର ସେକ୍ସନ ଏ ରହିଲା, ତ ସେଇଟା ଯଦି ଆପଣ ପଢୁଛନ୍ତି ତ ଆପଣଙ୍କର ଏସେ ଆରାମସେ ଲିଖିପାରିବେ। ଏସେ ମାନେ ଏସେ ସେ କିଛି ବି ପକଉ ସବଜେକ୍ଟ, ଆପଣ ଆରାମସେ ଏସେ ଲିଖିପାରିବେ। ଯଦି କୋଟେସନ ପକେଇଦେ ଡାଇରେକ୍ଟ ଏଥିରୁ, ତ ସିଏ ତ ପୁରା ମାନେ ପିଏସ୍ଆର୍ ହିଁ ହେଇଗଲା। ଆପଣ ଆରାମସେ କେବଳ ଦେଖନ୍ତୁ ଏସେ, ଏସେ ଗୁଡାକରେ ଷ୍ଟୋରି ଫୋରି ଟିକେ ଆଡ କରିବାର ଥାଏ। ତାପରେ କରେଣ୍ଟ ଆଫେୟାର ଟିକେ ଆପଣ ଇଣ୍ଟରଲିଙ୍କ କରିପାରିଲେ ଭଲ। ବର୍ତ୍ତମାନ କଣ ଚାଲିଛି ପ୍ରେଜେଣ୍ଟ କଣ୍ଟେଷ୍ଟ, ସେଟା ଟିକେ ଇଣ୍ଟରଲିଙ୍କ କରିପାରିଲେ ଭଲ। ଆଉ ବାକି ଆମର ରହିଲା ସ୍କଲାର, ଆପଣ ଯାହା ବି ୟୁଜ କରିପାରୁଛନ୍ତି। ତ ଏତିକି ଯଦି କରିବେ ଆମର ଏସେ ଟା ଗୋଟେ କମ୍ପ୍ରିହେନ୍ସିଭ ହେଇଯିବ। ତ ଯିଏ ଏକ୍ସାମ ଯିଏ ଦେଖୁଛି ସେ ଜିନିଷଟା ତାକୁ ମାନେ ଇଣ୍ଟରେଷ୍ଟିଂ ଲାଗିବ ପଢିବାକୁ ଏସେଟା, ତ ସିଏ ନିହାତି ଆପଣଙ୍କର ଭଲ ମାର୍କ ରହିବ। ତ ୟା ଦ୍ଵାରା ଆପଣ ସେଥିରେ ବି ମାନେ ହେଲ୍ପ ହବ। ତ ଫାଷ୍ଟ ଆପଣ ଏଇ 2ଟା କଭର କରନ୍ତୁ, କୋଉଟା ଯୋଉଟା ସେକ୍ସନ ବି 2ଟା ଯାକ କଭର କରନ୍ତୁ। ତାପରେ ଏଗୁଡାକ ଆପଣ ଇଏ କରିପାରିବେ, ମାନେ ୟୁଟ୍ୟୁବରୁ ଦେଖିପାରିବେ, ନହେଲେ ନୋଟ୍ସ ବି ପଢିପାରିବେ, ଧୀରେ ଧୀରେ କଭର କରିବେ।
ଆପଣ ଫାଷ୍ଟ ଆମର ଆଇପିଟି ଡବ୍ଲ୍ୟୁପିଟି ଯୋଉ ଅଛି ପଲିଟିକାଲ, ସେଇ ଦିଟା ଯାକ ଫାଷ୍ଟ ପଢିବେ। ଆପଣ ଏଇ ଦିଟା ଯାକ ଜିଏସ୍ ଟୁ କଭର କରିବା ପରେ ତାପରେ ଏଇ ଦିଟା ଯାକ ଫାଷ୍ଟ ପଢିବେ। ଏଇ ଦିଟା ଯାକ ହଉଛି ତାର ଓରିଜିନ, ମାନେ ପଲିଟିକାଲ ସାଇନ୍ସର ଓରିଜିନ ହଉଛନ୍ତି ଡବ୍ଲ୍ୟୁପିଟି। ମାନେ ଆମର ଯୋଉ ପ୍ଲାଟୋ, ଆରିଷ୍ଟଟଲ, ମାକିଆଭେଲି ଏମାନେ ସବୁ ଅଛନ୍ତି, ଆଙ୍କର ଥିଓରି ଗୁଡାକ ହଉଛି ପଲିଟିକାଲ ସାଇନ୍ସର ଓରିଜିନ। ସେଇଠୁ ଆପଣ ପଢିଲେ ଆପଣ ସବୁ ଜିନିଷ ବୁଝିପାରିବେ, ସବୁ ଜିନିଷ ତା ସହିତ ଇଣ୍ଟରଲିଙ୍କ ହବ। ବୁଝିପାରିଲେ? ଥ୍ୟାଙ୍କ ୟୁ ସାର୍। ମୋ ପାଖରେ କିଛି କୋଶ୍ଚିନ୍ ଅଛି? କିଏ ଅଛନ୍ତି? ଜୟନ୍ତ, ମୁକେଶ, କୋଶ୍ଚିନ୍ ଅଛି କିଛି ତ ଆପଣଙ୍କର? ପଚାରନ୍ତୁ, କିଛି ବି ଡାଉଟ୍ ଅଛି ପଚାରନ୍ତୁ। सर मोर आउ गोटे क्वेश्चन अछि टाइम मैनेजमेंट को नेकी। ହଁ सर जेतेबेले एग्जाम मु देतली लास्ट ईयर सर फर्स्ट क्वेश्चन ने मोर 15 टू 20 मिनिट्स पळेला, सेकंड क्वेश्चन कर 35 मिनिट्स पळेला। सर आपण टाइम मैनेज केमती करथिले? आ मु लास्ट मोर क्वेश्चन भी छाडी देतली किछि क्वेश्चंस अराउंड 30-40 मार्क्स मोर दुईटा पेपर रे छाडी देली। 22 ଟା 22 ଲେଖିଥିଲେ କି? सर ଏଇ ଇୟର କଥା କହୁଛନ୍ତି ନା? यस सर 2022 रे ହଁ, मो ମାନେ ଆପଣ ମେନ୍ ଜିନିଷ ହଉଛି କଣ ଦେଖନ୍ତୁ ନା, ମୁଁ ଯେତିକି ଜାଣିଛି ପିଲା ଇଏ କରନ୍ତି, ମାନେ ପ୍ରାକ୍ଟିସ କରନ୍ତି ଆନ୍ସର ରାଇଟିଂ ପ୍ରାୟ। ଆପଣ ଆନ୍ସର ରାଇଟିଂ ପ୍ରାକ୍ଟିସ କରୁଛନ୍ତି? लास्ट अटेम्प्ट रे करि पानतले, ए अटेम्प्ट रे करूची स्टार्ट करेची। ମୁଁ ସେ କଥା କହିଲି ନା, ମାନେ ଓପନ ବୁକ୍ ହଉ ବି ଆପଣ ଷ୍ଟାର୍ଟ କରନ୍ତୁ ଲେଖିବା। ୱାନ୍ସ ଲେଖିବା ପ୍ରାକ୍ଟିସ ଆସିଗଲା ନା, ତାପରେ ମାନେ ଓପନ ବୁକ୍ ରେ ଆପଣ ନିଜେ ନିଜେ ଲେଖି ଚାଲିବେ, ଆଉ ମାନେ କୋଶ୍ଚିନ୍ ର ମାନେ ଡିମାଣ୍ଡ କୁ କେମିତି ଆଡ୍ରେସ କରାହବ ସେଟା ନିଜେ ନିଜେ ଜାଣିଦେବେ। ଆଉ ମାନେ ଆପଣଙ୍କୁ କିଏ ଶିଖିବାକୁ ଦରକାର ପଡୁନଥିବ। ସେଇ ଜିନିଷ କେବେ ଭାବିବେନି କି ମାନେ ମତେ ଏଇ ଜିନିଷକୁ ଇଭାଲୁଏଟ କରିବାର ଅଛି, ଏଇଟା କେତେ ମାର୍କ ମତେ ମିଳିବ, ମତେ ଏଇଟା ମାନେ କିଏ ଦେଖିଲେ, କିଏ ମାନେ ଚେକ୍ କଲେ ହିଁ କପିଟା ତାପରେ ମୁଁ ନେକ୍ସଟ ଆନ୍ସର ଲେଖିବି, ସେମିତି କିଛି ଭାବନ୍ତୁନି। ଆପଣ ଆନ୍ସର ଲେଖି ଚାଲନ୍ତୁ, ଆନ୍ସର ଲେଖି ଚାଲନ୍ତୁ। ଏବେ ଯେମିତି ପେପର ଅଛି, ଏଥିକ୍ସ ର କାରୋଟେ ବହୁତ କଥା ଅଥର ଅଛନ୍ତି, ତାଙ୍କର ବହି ଆସୁଛି, ପ୍ରିଭିୟସ୍ କୋଶ୍ଚିନ୍ ଗୁଡାକ ସଲ୍ଭ ପେପର ଆସୁଛି, ସେଗୁଡାକ ଆଣିବେ। ତାକୁ ଆପଣ ୱାନ୍ସ ଏଥିକ୍ସ ପେପର ପଢିଦେଲେ, ମାନେ ସିଲାବସ ସାରିଦେଲେ, କି କି ଭିଡିଓ ଦେଖିଲେ, କି ଆପଣ ମାନେ ୱାନ୍ସ ୱାନ୍ସ ଗୋଟେ ରିଡିଂ ଦିଟା ରିଡିଂ ମାରିଦେଲେ, ତାପରେ ଆପଣଙ୍କର ମନେକର ଆପଣଙ୍କ ପାଖରେ ଟାଇମ ନାହିଁ, ଆପଣ ନେକ୍ସଟ ମେନ୍ସ ଦେବେ, ତ ଆପଣ କଣ କରନ୍ତୁ, ଓପନ ବୁକ୍ ହିଁ ମାନେ ଲେଖିବା ଷ୍ଟାର୍ଟ କରନ୍ତୁ, ପଛଆଡୁ ଲେଖିବେ। 2023-24 ରୁ 22 ରୁ ଯାହା ବି ଆଭେଲେବଲ ଥିବେ, ତ ସେଥିରୁ ପଛପଟୁ ହିଁ ଲେଖି ଲେଖି ଚାଲନ୍ତୁ। ସେମିତି ପିଏସ୍ଆର ଅପସନାଲ ମାନେ ଡିଟୋ, ମାନେ ସବୁ ଜିନିଷ ପାଇଁ ସେମ୍। ଆପଣ ଆନ୍ସର ଲେଖନ୍ତୁ, ଆନ୍ସର ଲେଖିଲା ମାନେ ଆପଣଙ୍କର ଫ୍ଲୋ ଆସିଯିବ। ଆଉ ହଁ, ଏମିତି ନୁହଁ ଯେ ମାନେ ଆପଣ ପୁରା ମୁଁ ଯୋଉ କହୁଛି ମାନେ ଏମିତି ନୁହଁ ଯେ ମାନେ ପୁରା ଆନ୍ସର ଅଛି ଆପଣ ପୁରା ଡାଇରେକ୍ଟ କପି କରିକି ଲେଖୁଛନ୍ତି, ସେମିତି ନୁହଁ। ଆପଣ କୋଶ୍ଚିନ୍ ଟାକୁ ଫାଷ୍ଟ ବୁଝିବେ, ଯେମିତି କହୁଥିଲି ମାନେ ଏକ୍ସାମ ରେ ହଉ କି ଓପନ ବୁକ୍ ଲେଖନ୍ତୁ, କୋଶ୍ଚିନ୍ ରେ ସେ କଣ ପଚାରୁଛି, ଆପଣ ଯାହା ପଢିଛନ୍ତି ଆପଣଙ୍କ କଣ ମନେ ଅଛି, ସେଟାକୁ ସେଟାକୁ ଲେଖିବେ ଫାଷ୍ଟ, ନିଜର ଯାହା ମନେ ଅଛି। ହୁଏତ ସେଥିରୁ ଆପଣ କିଛି କିଛି ଇନସାଇଟ୍ସ ନେବେ, କି କରେଣ୍ଟ ଆଫେୟାର ଆପଣ ମାନେ ରେଗୁଲାରଲି ଫଲୋ କରିବାକୁ ପଡିବ, ମାନେ ପିଏସ୍ଆର କଥାରେ କହୁଛି। ତ ଆଉ ସବୁ ଜିନିଷ ପାଇଁ ବି ତ କରେଣ୍ଟ ଆଫେୟାର ତ ଫଲୋ କରିବାକୁ ପଡିବ, ସେଥିରୁ କିଛି ଏକ୍ସାମ୍ପଲ ଇଣ୍ଟରମିଡିଏଟ କରିବେ, ତା ସହିତ ଆପଣ ଆନ୍ସର ଟାକୁ ଲେଖିବେ। ଲେଖିଲା ମାନେ କଣ, ମାନେ ଦେଖନ୍ତୁ ଆପଣ ଇନସାଇଟ୍ସ ନଉଛନ୍ତି ନୋଟ୍ସ ରୁ, କିନ୍ତୁ ଆନ୍ସର ଆପଣ ନିଜେ ହିଁ ଲେଖୁଛନ୍ତି। ଆନ୍ସର ମାନେ ପୁରା କପି ହଉନି ଆନ୍ସର, ବୁଝିପାରିଲେ? ତ ତା ଦ୍ଵାରା କଣ, ସେଟା ପ୍ରାକ୍ଟିସ ହଉଛି ଧୀରେ ଧୀରେ। ଯଦି ମାନେ ଏଇ ବର୍ଷ ଭଲ ପରଫର୍ମ କରିପାରିଲେ, ନହେଲେ ସେଟା ଆଗକୁ ବହୁତ ହେଲ୍ପ କରିବ। ସେଟା ଏଇ ମାନେ ଏଇଥିପାଇଁ ହଉ କି ୟୁପିଏସସି ପାଇଁ ହଉ, ବହୁତ ହେଲ୍ପ କରିବ ସେଟା। ମାନେ ମୁଁ ନିଜେ ସେଟାକୁ କରିଛି, ମାନେ ଫାଷ୍ଟ ମୁଁ ଓପନ ବୁକ୍ ହିଁ ଲେଖେ। ମୁଁ ଯୋଉ ଇନଷ୍ଟିଚ୍ୟୁଟରେ ପଢୁଥିଲି, ସେମାନେ ମତେ ଫାଷ୍ଟ ସଜେଷ୍ଟ କରିଥିଲେ ଯେ ଆପଣ ମାନେ ଓପନ ବୁକ୍ ମାନେ ଲେଖିବା ଷ୍ଟାର୍ଟ ଓପନ ବୁକ୍ ହିଁ କରନ୍ତୁ। ମାନେ ମୁଁ ଯୋଉଠି ପଢୁଥିଲି ସେ ତ ଡାଇରେକ୍ଟ ମାନେ କ୍ଲାସ ରେ ପଢେଇଦେବେ, ଗୋଟେ ସପୋଜ ଲିବରାଲିଜିମ୍ ଆଜି ପଢା ହେଲା, ଲିବରାଲିଜିମ୍ ପଢେଇଦେଲେ, ତାପରେ କଣ ନା ତମେ କିଛି ଜାଣିନଥିଲେ ଆଜି, ତମେ ଫାଷ୍ଟ ଲିବରାଲିଜିମ୍ ଫାଷ୍ଟ ଟାଇମ୍ ପାଇଁ ପଢିଲେ, କିନ୍ତୁ ତମକୁ କହିବେ ସେ ମାନେ ସାଙ୍ଗେ ସାଙ୍ଗେ କ୍ଲାସ ସରିଲା ପରେ ଟାଇମର ଲଗେଇଦେବେ, 6 ମିନିଟ କି 8 ମିନିଟ ଟାଇମର ଲଗେଇଦେବେ। ତ ସେଇଠି ତମେ ଯାହା ଲେଖିପାରିବ ଲେଖ। ଆମେ ସାଙ୍ଗେ ସାଙ୍ଗେ ତାଙ୍କ ଆଗରେ ଆନ୍ସର ଲେଖୁଥିଲୁ। ମାନେ ମୁଁ କଣ କରେ, ଯୋଉ ସମୟରେ ଆପଣ ବି ସେଇ ଜିନିଷଟା ଫଲୋ କରନ୍ତୁ, ଭଲ ହବ ସେଇଟା। ଯଦି ଆପଣ ୟୁଟ୍ୟୁବ ରୁ ପଢୁଛନ୍ତି କି ଯେକୌଣସି ଯୋଉ କୋର୍ସ ନେଇକି ପଢୁଛନ୍ତି, ଆପଣ କ୍ଲାସ ଟା କରୁଛନ୍ତି, ତାର ଗୋଟେ ମାନେ ରଫ୍ ପେପର ନେଇକି, ମାନେ ଆଜି ଡେଟ୍ ପକେଇଲେ, ମନେକର ଆଜି କେତେ 20 ଡିସେମ୍ବର ପକେଇଲେ, ତ ଆପଣ ତାର ଗୋଟେ ବନାନ୍ତୁ।
ଆପଣ ସାର୍ ଯାହା ପଢଉଥିବେ ବୁଝଉଥିବେ ସେଥିରେ ଇଏରେ ବୋର୍ଡରେ ବୁଝଉଥିବେ ଯାହା, ତାର ଗୋଟେ ସର୍ଟ ନୋଟ ବନେଇବେ ଆଜି କଣ କଣ ସାର୍ ପଢଉଛନ୍ତି। ଫାର୍ଷ୍ଟ ଏଇ ଜିନିଷଟା କଭର କଲେ, ସେକେଣ୍ଡ ଏଇ ଜିନିଷଟା କଭର କଲେ, ତାପରେ ମନେକର ଥିଓରି ଅଫ ଏଜୁକେସନ ପଢୁଛନ୍ତି, ଥିଓରି ଅଫ ଏଜୁକେସନ ଟା କେବଳ ଆପଣ ସେଟା ମେନସନ କରିଦେବେ, ସେଥିରେ କଣ କଣ ଇମ୍ପୋର୍ଟାଣ୍ଟ ଗୋଟେ ପଏଣ୍ଟ ଅଛି ସେଟା ଟିକେ ମେନସନ କରିଦେବେ। ତ ତା ଦ୍ୱାରା କଣ ହବ, ଯେତେବେଳେ ସେ ଆନ୍ସର ରାଇଟିଂ କରିବେ ସେ ଜିନିଷଟା ଆପଣ ହିଣ୍ଟ ନେଇପାରିବେ, ଆପଣ ନିଜେ ଆନ୍ସର ଲେଖିବେ। ଆପଣ ବୁଝିଛନ୍ତି ଜିନିଷଟାକୁ, ସେଟା ସର୍ଟକଟ ରେ ଲେଖିଦେଲେ, ତାପରେ ଆପଣ ସେ ଆନ୍ସର ସେଟାକୁ ଆନ୍ସର ରାଇଟିଂ ରେ ମାନେ ସେଟାକୁ ଆନ୍ସର ଟେ ଇଏ କରିବେ। ସେଟା କୋଉଠି କେତେ ଆନ୍ସର କେବେ ନେଇପାରିବେନି। ୱାନ୍ସ ଟାଇମ ପଢିକି କି ଆନ୍ସର ଲେଖି ପାରିଲେନି କି ମାନେ କମ୍ପ୍ଲିଟ, ଆପଣ କମ୍ପ୍ଲିଟ ଲେଖିପାରିବେ। ଦେଖନ୍ତୁ ଆପଣ ଯଦି ଏକ୍ସାମ ରେ ଆକ୍ଚୁଆଲ ଏକ୍ସାମ ଲେଖିବେ କେତେ ଆମର କଟଅଫ ଯାଉଛି, 50 to 55% କଟଅଫ ଯାଉଛି। କଟଅଫ ତ ମାନେ ରଖୁଛନ୍ତି 55%, 52, 53 ଏମିତି ରଖୁଛନ୍ତି ମେନ୍ସରେ। ତ ଆମକୁ ହାଫ ମାର୍କ ହିଁ ରଖିବାର ଅଛି ଟୋଟାଲ ମାର୍କ, ଆମକୁ 10 out of 10 ରଖିବାର ନାହିଁ। 10 out of 5 ଯଦି ରଖିଲେ ବି ସେଟା ମାନେ ବେଷ୍ଟ, 5 କି 6 ରଖିଲେ ସେଟା ବେଷ୍ଟ। ତ ଧୀରେ ଧୀରେ ଜିନିଷଟା ଡେଭଲପ ହବ, ମାନେ ଡାଇରେକ୍ଟ ରଖିପାରିବେନି, ବୁଝିପାରିଲେ? ସେମିତି କରନ୍ତୁ, ଧୀରେ ଧୀରେ ମାନେ ଆନ୍ସର ଲେଖନ୍ତୁ। ଆପଣ ଯଦି ଯଦି ମେନ୍ସ ଭାବୁଛନ୍ତି କି ଆପଣ କ୍ଲିୟର ହବ, ତ ଆନ୍ସର ଲେଖନ୍ତୁ। ଆପଣ ତ ଚେକ୍ କରିଦେବେ ଆନ୍ସର କି ମାନେ ମାନେ ଭଲ ସ୍କୋର ରହୁଛି, ଆପଣ ଲେଖା ଷ୍ଟାର୍ଟ କରନ୍ତୁ। ଯେତେ ଲେଖିବେ ସେଟା ବହୁତ ହେଲ୍ପ କରିବ। ଆପଣ ଏମିତି ନାହିଁ କି ମାନେ ମୋର ପୁରା ସିଲାବସ ସରିବ, ମୋର ଜୋଗ୍ରାଫି ପୁରା ମୁଣ୍ଡରେ ରହିବ, ମୋର ପଲିଟିକ୍ସ ପୁରା ମୁଣ୍ଡରେ ରହିବ, ତାପରେ ଯାଇକି ମୁଁ ଆନ୍ସର ରାଇଟିଂ ଷ୍ଟାର୍ଟ କରିବି, ସେଇଟା ମାନେ ବହୁତ ରଙ୍ଗ ଆପ୍ରୋଚ ସେଟା। ସେଟା ହବ ଦ୍ୱାରା କଣ ନା ଆପଣ ଲେଖିପାରିବେନି, ଯେମିତି ଆପଣ କହିଲେ ଲିଷ୍ଟ କରିଦେଲି, ସେଇଟା ଆପଣ କେବେ ଲିଷ୍ଟ କରିବେନି। କାରଣ କିଛି ନା କିଛି ଯଦି ଆପଣ ୱାନ୍ ସିଲାବସ ପଢିଛନ୍ତି, କିଛି ନା କିଛି ଆପଣଙ୍କ ମୁଣ୍ଡକୁ ଆସିବ, କୋଶ୍ଚିନ୍ ଟା ପଢିଲା ମାନେ ଆପଣ ଆସିବ। ତ ସେଇଟା କିଛି ବି କିଛି ଲେଖିବେ ମାନେ ୱିଥ ଷ୍ଟ୍ରକ୍ଚରରେ। ଯଦି ଆପଣ ମାନେ ଓପନ ବୁକ୍ ଲେଖି ଦଉଛନ୍ତି, ଆପଣ ଷ୍ଟ୍ରକ୍ଚର ତ ଡେଭଲପ ହେଇଗଲା ନା। ଆପଣ ଜାଣିଥିଲେ ଯେ ଆଇବିସି ଫଲୋ କରିଗଲା, ତ ମାନେ କେବଳ ଏଇ ଇଣ୍ଟ୍ରୋଡକ୍ସନ ଆଣ୍ଡ କନକ୍ଲୁଜନ ଯଦି ଲେଖିଦେଲେ, ତ ସେଥିରେ ତ 1 କି 2 ମାର୍କ ପାଇଯିବେ ଯଦି ପରଫେକ୍ଟ ଲେଖୁଛନ୍ତି। ଆଉ ତାପରେ ବଡିରେ ଯଦି କିଛି ନା କିଛି 50% କି 30% ବି ରହିଲା, ଯାହା କୋଶ୍ଚିନ୍ ର ଅବଜେକ୍ଟିଭ ଅଛି, ତ ସେ ତା ଦ୍ୱାରା ଆପଣ 2-3 ମାର୍କ ବି ପାଇଗଲେ। ମାନେ ମୁଁ କହୁଛି ଯୋଉ କୋଶ୍ଚିନ୍ ଆନ୍ସର ଆପଣଙ୍କୁ ଆସୁନି, ମୁଁ ତା କଥା ହିଁ କହୁଛି ବର୍ତ୍ତମାନ। ଯୋଉଟା ଆସୁଛି 4-5 ଆରାମସେ ରହିବ ଯଦି ଲେଖିବେ ଠିକ ସେ, ବୁଝିପାରିଲେ? ତ ସେଇଭଳିଆ ଫଲୋ କରନ୍ତୁ, ଆରାମସେ ସେଟା ହବ। थैंक यू सर। ମୋ କାହାର କିଛି କୋଶ୍ଚିନ୍ ଅଛି? ସାର୍ କରେଣ୍ଟ ଆଫେୟାର୍ସ ପାଇଁ ଆପଣ କଣ ଫଲୋ କରୁଥିଲେ ଆଇଆର ପାର୍ଟ ପାଇଁ? ଦେଖନ୍ତୁ ଯେକୌଣସି ଇନଷ୍ଟିଟ୍ୟୁଟ ର ବି, ଯେକୌଣସି ଇନଷ୍ଟିଟ୍ୟୁଟ ର ମନ୍ଥଲି ମାଗାଜିନ୍ ଫଲୋ କରନ୍ତୁ। ଆଉ ଆଜ୍ଞା, ଯେହେତୁ ଯଦି ପିଏସ୍ଆର ଅପସନାଲ ଆପଣ ନେଇଛନ୍ତି, ପିଏସ୍ଆର ଆଜ୍ଞା, ନେଇଛନ୍ତି ପିଏସ୍ଆର ଅପସନାଲ ଆଜ୍ଞା, ନେଇଛନ୍ତି ତ? ହଁ। ତ ଯଦି ପିଏସ୍ଆର ଅପସନାଲ ନେଇଛନ୍ତି, ଆପଣ ଏଡିଟୋରିଆଲ ଟିକେ ପଢାପଢି କରନ୍ତୁ, ଯୋଉଟା ଆଇଆର ଉପରେ ବିଶେଷ କରି ଆସୁଛି। ଆଇଆର ଉପରେ କି ଆମର ପଲିଟି ଲ ଗୁଡାକ କି ମାନଙ୍କର ସୁପ୍ରିମକୋର୍ଟ ର କିଛି ଇମ୍ପୋର୍ଟାଣ୍ଟ ଜଜମେଣ୍ଟ ଆସିଛି, ତ ତା ଉପରେ ପ୍ରାୟ ଏଡିଟୋରିଆଲ ଗୁଡା ଆସେ। ତ ସେଗୁଡା ଟିକେ ସାର୍ ପଢାପଢି କରନ୍ତୁ, ବାଛିକି ପଢାପଢି କରିବେ, ବେଶୀ ସମୟ ସେଥିରେ ଲସ୍ କରିବେନି। ଆଉ କିନ୍ତୁ ମୋର ମୋଷ୍ଟ ଇମ୍ପୋର୍ଟାଣ୍ଟଲି ଆପଣ ରେଗୁଲାରଲି ଫଲୋ କରନ୍ତୁ କରେଣ୍ଟ ଆଫେୟାର। ଆଉ ଆଇଆର ଆଉ ପଲିଟିର ଯାହା ବି କରେଣ୍ଟ ଆଫେୟାର ରହିଲା, ସେଗୁଡାକ ତ ପୁରା ମାନେ ସର୍ଟେନ ହେଇକି ବ୍ରେନରେ ରହିବା କଥା। ମାନେ ସାର୍ ଭାରତକୁ ସେ ଯୋଉଠି ନୋଟ୍ ବି ବନାନ୍ତି, ବିଶେଷ କରି ପିଏସ୍ଆର କରେଣ୍ଟ ସାର୍ ଆଫେୟାର ସାର୍ ନୋଟ୍ ବନେଇବା ବହୁତ ଇମ୍ପୋର୍ଟାଣ୍ଟ। ଯଦି ନୋଟ୍ ବନଉଛନ୍ତି, ତାର ଯାହା ବି ଆମର ସିଲାବସ ୱାଇଜ ନୋଟ୍ ବନେଇଛନ୍ତି, ତା ସହିତ ତାକୁ ପୁଣି ମିଶେଇବେ। ଯୋଉ ସାର୍ ଯୋଉ ସାର୍ ଯୋଉ ମାନେ ଯୋଉଟା ଯୋଉ ପାର୍ଟ ରୁ ଯାଉଛି, ମନେକର ଇଣ୍ଡିଆ ବିଷୟରେ କିଛି ନ୍ୟୁଜ ଅଛି, ତ ସେଇଟା ଯୋଉଠି ଇଣ୍ଡିଆ ରିଲେସନ ନୋଟ ବନେଇଛନ୍ତି, ସେଥିରେ ଆଡ କରିକି ଲେଖିବେ ସେ ଜିନିଷଟାକୁ। ସାର୍ ସାର୍ ସେଇ ଟାଇପ ର କରନ୍ତି। ମାନେ କରେଣ୍ଟ ଆଫେୟାର ଟା ଆମର ମେନ୍ ହଉଛି ଷ୍ଟାଟିକ ପାର୍ଟ। ଷ୍ଟାଟିକ ପାର୍ଟ କଭର କରିବେ, କରେଣ୍ଟ ଆଫେୟାର ତାକୁ ୟୁଜ କରିବେ ଆନ୍ସରରେ। କରେଣ୍ଟ ଆଫେୟାର ଏମିତି ନାହିଁ କି ଆଜ୍ଞା ମାନେ କରେଣ୍ଟ ଆଫେୟାର ପଢିଲେଣି ତ ମାନେ ପୁରା ସବୁ ସରିଗଲା ଆଉ ମାନେ ପ୍ରିପାରେସନ ହେଇପାରିବନି, ସେମିତି କିଛି ନାହିଁ। ଆଜ୍ଞା ଆଜ୍ଞା ମୋଷ୍ଟ ଇମ୍ପୋର୍ଟାଣ୍ଟ ହଉଛି ଷ୍ଟାର୍ଟିଂ, ମାନେ 90% ହଉଛି ସାର୍ ଷ୍ଟାର୍ଟିଂ। କାରଣ ଆପଣ ସାର୍ ଆନ୍ସରରେ ଷ୍ଟାର୍ଟିଂ ହିଁ ଲେଖିବେ। କରେଣ୍ଟ ଆଫେୟାର କଣ ଗୋଟେ ଏକ୍ସାମ୍ପଲ ଦେବେ, କୋଶ୍ଚିନ୍ ପଢିବ କରେଣ୍ଟ ଆଫେୟାର, ଏକ୍ଜାମ୍ପଲ ଦେବ କିନ୍ତୁ ଲେଖିବେ ଆପଣ ଇଏ ଜିନିଷ ହିଁ ଲେଖିବେ, ଷ୍ଟାର୍ଟିଂ ଜିନିଷ ହିଁ ଲେଖିବେ। ସାର୍। ଥ୍ୟାଙ୍କ ୟୁ ସାର୍। ଆଉ କାହାର କିଛି କୋଶ୍ଚିନ୍ ଅଛି? मनमोहन ମୋ ମତରେ ପ୍ରାୟ ସବୁ କ୍ୱେରି ଅଲରେଡି ଆପଣ ଆଡ୍ରେସ୍ କରିସାରିଲେଣି। ତ ଖାଲି ଗୋଟେ ଦିଟା ଜିନିଷ ମୁଁ ଏଠି କହିବି, ଆପଣ ୱାଇଣ୍ଡ ଅଫ୍ କରିବା ପୂର୍ବରୁ ଦି ତିନିଟା ଜିନିଷ କୁହନ୍ତୁ, ଯେମିତି କି ବହୁତ ଷ୍ଟୁଡେଣ୍ଟସ୍ ମାନେ ଅଛନ୍ତି, ସେମାନେ ଅଲରେଡି ତ ପଢିଛନ୍ତି, କିନ୍ତୁ
जो पूरा सिलेबस अच्छी पेपर वन पेपर टू रू ताको लास्ट मोमेंट केमती से माने ताको समरी या समराइज करके पूरा प्रिपेयर ହେଇକି ଯିବେ मेंस ପାଇଁ ସେଇ ଜିନିଷଟାକୁ ସେମାନେ ଟିକେ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି କି ପଢି ଥରେ ଦି ଥର ପଢି ଦେଇଛନ୍ତି କି ରିଭିଜନ ତ କରିଛନ୍ତି ବଟ୍ ଲାଷ୍ଟ ମୋମେଣ୍ଟ ଯୋଉ ଲାଷ୍ଟ 2 ମାସ 2.5 ମାସ ଭିତରେ କଣ ଏକ୍ଜାକ୍ଟଲି କରିବାର ଅଛି ଯେମିତି ଆପଣ ଯୋଉ କହୁଥିଲେ ଯୋଉ ବେସିକ ନୋଟ୍ସ ଅଛି ତାର କିଛି ସମରି ଟାଇପ ବନେଇବା ୟା କି ୱାର୍ଡସ୍ ଯାହାକୁ ଆମେ କହୁଛୁ ଜେନରାଲ ଷ୍ଟଡିଜରେ ତ ସେଇ ଟାଇପର ଆପଣ ଟିକେ ତାକୁ କହିଦିଅନ୍ତୁ କି ଅପସନାଲି ଏକ୍ଜାକ୍ଟଲି ଆମକୁ କଣ କରିବାର ଅଛି। ଦେଖନ୍ତୁ ଏଇଟା ବହୁତ ବଡ ସିଲାବସ୍ ଯେମିତି ମୁଁ କହୁଥିଲି ମାନେ 6 ମାସ ପରେ ଲାଗିଯାଏ ମାନେ ଆକୁ ସାରିବାକୁ। ତ ଆକୁ ମାନେ ରିଭିଜନ କରିବା ପାଇଁ ବି ସେଇ ଟାଇପ ର ଟାଇମ ନବ। ମୋ ପାଖେ ବି ସେଇ ପ୍ରୋବ୍ଲେମ ହେଇଥିଲା ମାନେ ଟାଇମ ନଥିଲା। କିନ୍ତୁ ମୁଁ ମାନେ ମତେ ଠିକ ଗାଇଡାନ୍ସ ମିଳିଥିଲା ତ ମୁଁ କଣ କରିଥିଲି ନା କହିଥିଲି କହୁଥିଲି ବି ମଝିରେ ମୁଁ ଆପଣ କଣ କରିବେ ନା ଆମର ପେପର ୱାନ ର ଚାପ୍ଟର ୱାଇଜ ୱାନ ୱାନ ପେଜ ରେ ମନେକର ଆମର 10ଟା ଚାପ୍ଟର ଅଛି ପେପର ୱାନ ରେ। ଫାର୍ଷ୍ଟ ଅଛି ପଲିଟିକାଲ ଥିଓରି ତାପରେ ଥିଓରି ଅଫ ଷ୍ଟେଟ। ତ ସବୁ ଜିନିଷକୁ ଆପଣ ମାନେ ପୁରା କନସାଇଜ କରିକି ଆଉ ମାନେ ଯୋଉ ଜିନିଷଟା ଆପଣଙ୍କର ମନେ ରହୁନି ଆପଣ ରିଭିଜନ କରିବା ଟାଇମରେ ଏଇ ଜିନିଷଟାକୁ କରିବେ। ମାନେ ରିଭିଜନ ମାନେ କଣ ଏମିତି ନାହିଁ କି ଆମକୁ ବିଟ୍ ବାଇ ବିଟ୍ ପଢିବାର ଅଛି ଯାହା ଯାହା ନୋଟ୍ସ ଅଛି ସେଇ ଜିନିଷ ତ ଆପଣ ମାନେ ପୂର୍ବରୁ ପଢି ସାରିଥିବେ। କିନ୍ତୁ ସେଇଟାକୁ ଆମକୁ ସମରାଇଜ କରିକି ଗୋଟେ ମାନେ ଆପଣ ଦେଖନ୍ତୁ କେତେ ମନେକର 45ଟା ଆରାଉଣ୍ଡ ଚାପ୍ଟର ଅଛି ମାନେ ପୁରା ପିଏସ୍ଆର ସିଲାବସ ରେ। ତ ଆପଣ ଯଦି ଦିନକୁ ଗୋଟେ କି ଦିଟା କରୁଛନ୍ତି ତ ଆରାମସେ ଏଇଟା ହେଇପାରିବ। ମନେକର 1 ମନ୍ଥ ଲଗେଇଲେ ଆପଣ 1 ମନ୍ଥ କି 20 ଡେଜ ଲଗେଇଲେ ଦିଟା ଚାପ୍ଟରକୁ ଗୋଟେ ଦିନରେ କରିବ 3-4 ଘଣ୍ଟା ନେଇକି। କାରଣ ଦେଖନ୍ତୁ ଏଇଟାକୁ ବହୁତ ଟାଇମ ଦେବାକୁ ପଡିବ ଅପସନାଲ କୁ ହିଁ ବହୁତ ଟାଇମ ଦେବାକୁ ପଡିବ କାରଣ ଏଇଟା ହିଁ ସ୍କୋରିଂ। ତ ଆପଣ 4 ଘଣ୍ଟା ଦେଲେ କିଛି ପ୍ରୋବ୍ଲେମ ନାହିଁ ମାନେ ଷ୍ଟାର୍ଟିଂ ପାର୍ଟରୁ। ଆଉ ଯଦି କରେଣ୍ଟ ଆଫେୟାର ଆପଣ 30 ମିନିଟ ରେଗୁଲାରଲି କଭର କରୁଛନ୍ତି ମାନେ କୋର୍ଟ ଗୁଡାକ ମନ୍ଥଲି କରେଣ୍ଟ ଆଫେୟାର ଗୁଡାକ ତ ସେ ଜିନିଷ ଆରାମସେ କଭର ହେଇ ଚାଲିବ ସବୁ ଜିନିଷ କରେଣ୍ଟ ଆଫେୟାର ଷ୍ଟାଟିକ ମାନେ ବୋଥ ତ ସାଇମultaneously କଭର ହେଇ ଚାଲିବ। ତ ଆପଣ କଣ କରିବେ ନା ଚାପ୍ଟର ୱାଇଜ ସବୁ ଜିନିଷର ଯଦି ଆପଣ ପୂର୍ବରୁ ବନେଇଛନ୍ତି ବହୁତ ବଢିଆ କଥା। ଯଦି ବନେଇ ନାହାନ୍ତି ଏଇ ଜିନିଷ ଏବେ ହିଁ କରନ୍ତୁ। ଆମର ଚାପ୍ଟର ୱାଇଜ ସବୁ ଜିନିଷକୁ ଗୋଟେ ଗୋଟେ ପେଜରେ ତାକୁ ମାନେ ଯେତେ ସର୍ଟ ରେ ଆପଣ ଲେଖିପାରିବେ। ଆଉ ଯୋଉ ଜିନିଷଟା ଆପଣଙ୍କ ପ୍ରୋବ୍ଲେମ ରହୁଛି ମାନେ ମନେକର ଆମର ପ୍ଲାଟୁନର ଥିଓରି ଗୁଡାକ ଅଛି ତ ମୁଁ ଏବେ କହୁଥିଲି ସେଇ ଜିନିଷ ଆଗରୁ ବି କହିଥିଲି। ତ ସେଇ ଥିଓରି ଗୁଡାକ ମେନସନ କରିବେ ଆଉ ସେଥିରେ ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ଥିଓରି ଗୁଡାକର କଣ ତାର ମାନେ ନାରେଟିଭ ଗୁଡାକ ସେ ଥିଓରିର କଣ କଣ ଅଛି ସେଗୁଡାକ ଲେଖିବେ। ତ ଆଉ ତାର ମାନେ କ୍ରିଟିକ ଗୁଡାକ କଣ ପ୍ଲାଟୁନର କ୍ରିଟିକ କିଏ ଆରିଷ୍ଟଟଲର କ୍ରିଟିକ କିଏ ଏଇ ମାନେ ଜଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡା ବେଶୀ ମାନେ ପୁରା ଡିଟେଲ କୁ ଯିବନି ଡିଟେଲ ତ ଆପଣ ଅଛି ଆପଣ ଯେତେ ସବୁ ଛୋଟେଇକି ବନେଇକି ଲେଖିପାରିବେ। ଆଉ ଆପଣ ଯେମିତି ସେଇ ଜିନିଷଟାକୁ ପୁଣି ଥରେ ରିଭାଇଜ କରିପାରୁଥିବେ ଯେମିତି ଏଗେନଲି ତାକୁ ମାନେ ଏତେ ଟାଇମ ଆପଣଙ୍କର ନଉନଥିବ କାରଣ ଆପଣ ଏଇଟାକୁ ବନଉଛନ୍ତି ଟାଇମ କମେଇବା ପାଇଁ। ତ ଏଇ ଟାଇପର ପୁରା ହୋଲ ସିଲାବସକୁ ସେଟା ପୁରା ଆପଣଙ୍କୁ କରିବାକୁ ପଡିବ। ଆଉ ବିଶେଷ କରି ଆମର ପେପର ୱାନ ର ସେକ୍ସନ 8 ଆଉ ପେପର 2 ର ସେକ୍ସନ 8 ଏଇ ଜିନିଷ ମୋଷ୍ଟ ଇମ୍ପୋର୍ଟାଣ୍ଟଲି କରିବାକୁ ହିଁ ପଡିବ। କାରଣ ଆମର ଯୋଉ ଦିଟା ଯାକ ପେପର ସେକ୍ସନ 2 ଅଛି ଏଗୁଡାକ ତ ଆପଣଙ୍କ ଜିଏସ ରେ କଭର ହଉଥିବ ଆପଣ ଯଦି କରେଣ୍ଟ ଆଫେୟାର ପଢୁଛନ୍ତି ରେଗୁଲାରଲି ସେ ବାରମ୍ବାର ସେଇ ୟୁପିଏସସି ଆସିବ ସେଇ ଏଲସିବିସି ଆସିବ ମାନେ ସବୁ ଜିନିଷ ସେ ବାରମ୍ବାର କଭର ହେଇ ଚାଲିଥିବ। ଆମର ଯେମିତି ଗଭର୍ଣ୍ଣର ଇସ୍ୟୁ ହେଲା ତାପରେ ଆମର କଣ ଇଏ ଗୁଡାକ ଅଛି ଗ୍ରାସ ରୁଟ ଡେମୋକ୍ରାସି ହେଲା ପିଆରଆଇ ଗୁଡା ଏ ସବୁ ଜିନିଷ କଭର ହେଇ ଚାଲିଥିବ ସବୁ ଜିନିଷ କଣ୍ଟିନ୍ୟୁସଲି ଆସି ଚାଲିଥିବ। କିନ୍ତୁ ଏଇ ଜିନିଷ ଏଇ ଦିଟା ଜିନିଷ କଣ ପୁରା ମାନେ ଯୋଉ ଥିଓରି ପାର୍ଟ ଟା ପୁରା ପିଏସ୍ଆର ସିଲାବସ ଏଇ ଦିଟା ଜିନିଷ କଭର କରି ମାନେ ଯୋଉ ଇଏ କରିବା ସାର୍ ଯେମିତି କହିଲେ ଆମର ରିଭାଇଜ କରିବା ବହୁତ ଡିଫିକଲ୍ଟ। କାରଣ ଆପଣ ପଢିବାକୁ ବହୁତ ଟାଇମ ନୁହଁ ଆପଣ ରିଭାଇଜ କରିବାକୁ ବହୁତ ଟାଇମ ନୁହଁ। ତ ଏଇ ଜିନିଷଟା ଯଦି ଆପଣ କରିଥିବେ ତ ଏଇଟା ବହୁତ ହେଲ୍ପ ଆଉଟ ହବ ଏଇ ଟାଇପ ର କରନ୍ତୁ। ତ ମେନ୍ ଜିନିଷ ହଉଛି କଣ ଆମ ସ୍କଲାର ଗୁଡିକ ନା ଯେତେବେଳେ ଆପଣ ନୋଟ ବନେଇବେ ଏଇ ଜିନିଷଟା ମୁଁ କହୁଛି ସ୍କଲାର ଗୁଡିକର ନା ଆଉ ତାଙ୍କର ଯୋଉ ଥିଓରି ଗୁଡିକ ଅଛି ସେଗୁଡା କଣ କରିବେ ହାଇଲାଇଟ କରିକି ଲେଖିବେ। ମନେକର ଆପଣ ଏଇ ଜିନିଷଟା ନୋଟ ବନେଇଲା ବେଳକୁ ଟିକେ ପ୍ରୋବ୍ଲେମ ହବ କିନ୍ତୁ ସ୍କଲାର ମାନଙ୍କର ନା ପୁରା ରେଡ ପେନରେ ଲେଖନ୍ତୁ ତାଙ୍କର ଇଏଟାକୁ ବ୍ଲାକ୍ ପେନରେ ଲେଖନ୍ତୁ ତାଙ୍କର କିଛି ଥିଓରି ଅଛି ଇମ୍ପୋର୍ଟାଣ୍ଟ ଥିଓରି ଗୁଡା ବ୍ଲାକ୍ ପେନରେ ଲେଖନ୍ତୁ। ଆଉ ବାକି ଯାହା ଜିନିଷ ଲେଖିବେ ସେଥିରେ ପୁରା ବ୍ଲୁ ପେନରେ ଲେଖିବେ। ସେଇ ଜିନିଷ ଲେଖିବା ଦ୍ୱାରା କଣ ହବ ନା ଆପଣଙ୍କୁ ପୁରା ସେଇ ଯୋଉ ଯାହା ବି ଆପଣ ବନେଇଲେ ସର୍ଟ ନୋଟ ବନେଇଲେ ତ ସେଇଟା ବି ଆପଣଙ୍କୁ ପୁରା କଭର କରିବାର ନାହିଁ। ସେଇ ଜିନିଷରେ ମାନେ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡା କଭର କରିବାର ଅଛି ଯେ ଏଇ ସ୍କଲାରଙ୍କର ଏଇ ଥିଓରିଟା ଏଇଟା ଆପଣଙ୍କର ପୁରା ମନେ ଥିବାର ଅଛି। ତ ସେଇ ଜିନିଷ କରିଦେଲେ ଆପଣ ପୁରା ମାନେ ରିଭାଇଜ କରିପାରିବେ। ହଁ ପୁରା ଆପଣ 100% ରିଭାଇଜ ନ ହେଇପାରେ 80% ରିଭାଇଜ କରିକି ଗଲେ ବି ଚଳିବ କାରଣ ଆପଣ ଯଦି ୱାନ୍ସ ପଢିଛନ୍ତି ତ ଏତେ କିଛି ଇସ୍ୟୁ ହବନି।
थैंक यू मनमोहन। तो मो होची बोधे आंसर मिली जाइथियो समस्तଙ୍କୁ। तो स्टिल आपनकर यदि क्वेरी भी अच्छी आपण सिंपली ग्रुप रे आपण मेसेज करि परिबे सो दैट हमें मनमोहन को आउथरे भी हमें इनवाइट करि परिबा। तो किछि प्रॉब्लम नहीं, आपण स्टार्ट करंतु एटलीस्ट प्रीलिम्स तो सरी छि स्टार्ट करंतु। मझिरे भी गोटे थर हमें मनमोहन को रिक्वेस्ट करबा से आसी कि आउथरे भी डाउट आपनकर क्लियर करि परिबे। आई होप ठीक अछि समस्तଙ୍କର आउ किछि क्वेरी नथिबो प्रिलिमिनरी क्वेरी। तो चलो स्टार्ट करिबा फर्स्ट, तापर जदि किछि क्वेरी थिबो तापर मनमोहन अछंती हम सहित पुଣି ଥରେ ଗୋଟେ କିଛି ଏମିତି ସେସନ ଗୋଟେ ଆରେଞ୍ଜ କରିକି ତାପରେ ଡାଉଟ୍ କ୍ଲିୟର କରିପାରିବା। थैंक यू मनमोहन, थैंक यू वेरी मच। थैंक यू सर। ठीक अछि किंसुक सर, प्लीज एंड द सेशन। थैंक यू एवरीवन फॉर जॉइनिंग। थैंक यू। Okay, sir. And many congratulations once again, Manmohan. Thank you. Yes, sir. थैंक यू Thank you. थैंक यू।